ଆଜି ଶୁଣିବା ଉପନ୍ୟାସ ନାକଟା ଚିତ୍ରକରର ଦ୍ୱିତୀୟ ଭାଗ। ଲେଖକ ଶ୍ରୀ ଫତୁରାନନ୍ଦ। ସେତେବେଳେ ସେ କଲେଜର ଦ୍ୱିତୀୟ ବାର୍ଷିକ ଶ୍ରେଣୀରେ ପଢ଼ୁଥିଲେ। ଆଗରେ ଦେଖୁଥିଲେ ଜଣେ ଆଦର୍ଶ ସହଛାତ୍ର ବିମଳ ବାବୁ। କାର୍ତ୍ତିକେୟଙ୍କ ପରି ସୁନ୍ଦର ଚେହେରା, ସୁଦୂର ମଫସଲର କୌଣସି ଏକ ଲକ୍ଷପତିଙ୍କର ଏକମାତ୍ର ଅବିବାହିତ ପୁତ୍ର। କମ୍ ହେଲେ ପଛକେ ଶ୍ରୀନିବାସ ଶାସ୍ତ୍ରୀଙ୍କ ପରି ବକ୍ତା, ନାରୀ ସ୍ୱାଧୀନତାର ଜଣେ ବଡ଼ ପୃଷ୍ଠପୋଷକ, ସବ୍ୟସାଚୀଙ୍କ ପରି ଚରିତ୍ରବାନ ଏବଂ ଏହିପରି ବହୁ ଗୁଣାକୃତ। ଯେଉଁଦିନ ପ୍ରଥମେ ରେଖାଦେବୀ ବିମଳବାବୁଙ୍କ ସହିତ ଆକୃଷ୍ଟ ହୋଇ ପଡ଼ିଥିଲେ, ସେହିଦିନ କଲେଜରେ ଛାତ୍ର ସମାଜର ତର୍କସଭା ବସିଥିଲା। ବିଷୟବସ୍ତୁ ଥିଲା ନାରୀ ସ୍ୱାଧୀନତା। ଅନ୍ୟାନ୍ୟ ଛାତ୍ରୀମାନଙ୍କ ସହିତ ରେଖାଦେବୀ ମଧ୍ୟ ଉପସ୍ଥିତ ଥିଲେ। ନିଜର ସ୍ୱଭାବ ସୁଲଭ ବାଗ୍ମିତା ସହ ବିମଳବାବୁ କେତେବେଳେ ବାଁ ପାପୁଲିରେ ଡାହାଣ ହାତର ମୁଷ୍ଟ୍ୟାଘାତ, କେତେବେଳେ ବିଚିତ୍ର ମୁଖଭଙ୍ଗୀ, କେତେବେଳେ ଝଡ଼ ତୋଫାନରେ ନଡ଼ିଆ ଗଛ ହଲିଲା ପରି ଶରୀରର ଉପରଭାଗ ହଲାଇ, କେତେବେଳେ ଉଦୟଶଙ୍କରଙ୍କ ପରି ପ୍ରାଚ୍ୟ ନୃତ୍ୟ କଳାକାର ହସ୍ତମୁଦ୍ରାମାନ ଦେଖାଇ ବକ୍ତୃତା ଦେଲାବେଳେ କହିଥିଲେ, ସ୍ୱାର୍ଥପର ପୁରୁଷ ସମାଜ ଯେ ପର୍ଯ୍ୟନ୍ତ ନାରୀମାନଙ୍କୁ ଏହିପରି ନିର୍ଯାତିତ କରି ରଖିଥିବ, ସେ ପର୍ଯ୍ୟନ୍ତ ଭାରତର ଆକାଶରୁ ଅମାନୀଷୀର ଅନ୍ଧକାର ଅପସାରିତ ହେବ ନାହିଁ। କାହିଁକି ପୁରୁଷ ବୃଦ୍ଧାବସ୍ଥାରେ ବି ସପ୍ତମ ପକ୍ଷ ସ୍ତ୍ରୀ ଗ୍ରହଣ କରିବ, କିନ୍ତୁ ସ୍ତ୍ରୀ ତାହା କରିବ ନାହିଁ? କାହିଁକି? କାହିଁକି ପୁରୁଷ ସରଳା ଯୁବତୀମାନଙ୍କର ପଦସ୍ଖଳନ କରାଇ ସମାଜରେ ମୁକୁଟ ମଣ୍ଡିତ ଉନ୍ନତ ଶିର ହୋଇ ବସିଥିବ ଓ ସ୍ଖଳିତ ଯୁବତୀ ସମାଜରୁ ପରିତ୍ୟକ୍ତା ହୋଇ ଶେଷରେ ଗଣିକା ବୃତ୍ତ ଅବଲମ୍ବନ କରିବ? କାହିଁକି ପୁରୁଷ ନିଜର ଧର୍ମପତ୍ନୀ ଉପେକ୍ଷା କରି ଅନ୍ୟାନ୍ୟ ଯୁବତୀଙ୍କ ନିକଟରେ ନିଜର ପାଶବିକ ପ୍ରବୃତ୍ତି ଚରିତାର୍ଥ କରିବ ଓ ସେହି ପୁରୁଷକୁ ଚାହିଁଲେ ମହାପାପ ବୋଲି ସମାଜ କହିବ? ସମାଜଟା କ'ଣ ପୁରୁଷଙ୍କର ଏକଚାଟିଆ? କାହିଁକି ପୁରୁଷ ଧନ ଦେଇ ନିଜର ଚରିତ୍ର ବିକ୍ରୟ କରିବାକୁ ସ୍ତ୍ରୀ ଧନ ନେଇ ତାହା କରିବାକୁ ଅକ୍ଷମ ହେବ? କାହିଁକି ସମାଜରେ ଏ ଅସ୍ୱାଭାବିକତା, ଅସମତା? ପୁରୁଷ ସମାଜର ଏ ମର୍କଟ ମନୋବୃତ୍ତି ଅତି ଶୀଘ୍ର ବଦଳାଇବାକୁ ପଡ଼ିବ। ସୁଦୂର ପଶ୍ଚିମରୁ ଏ ଯେଉଁ ନାରୀ ସ୍ୱାଧୀନତାର ଉତ୍ତାଳ ତରଙ୍ଗ ଭୀମବେଗରେ ଛୁଟି ଆସୁଅଛି, ତାହାକୁ ପୁରୁଷ ସମାଜ ତୃଣବତ୍ ଶିରନତ କରି ଛାଡ଼ିଦେବା ଉଚିତ। ପ୍ରକାଣ୍ଡ ପାଦପ ପରି ବାଧା ଦେଲେ ସମୂଳେ ଉତ୍ପାଟିତ ହେବ, ଏଥିରେ ସନ୍ଦେହ ନାହିଁ। ଏହି କଥାଗୁଡ଼ିକ ରେଖାଦେବୀଙ୍କ ହୃଦୟରେ ଗଭୀର ଚିହ୍ନ ଆଙ୍କି ପାରିଥିଲା। ଅବଶ୍ୟ ନିମାଇବାବୁ ପ୍ରତିବାଦ କରିବାକୁ ଯାଇ କହିଥିଲେ, ମାନେ ଆମ ଦେଶରେ, ମାନେ ଏ ଭାରତବର୍ଷରେ ନାରୀ ସ୍ୱାଧୀନତା କିଛି ନୂଆ କଥା ନୁହେଁ। ମାନେ ଖୁବ୍ ଆଗରୁ ଅଛି। ମାନେ ଏ ଦେଶରେ ସ୍ତ୍ରୀ ସ୍ୱାଧୀନତା ନଥିଲେ ମୁଣ୍ଡନ ମିଶ୍ରଙ୍କର ସ୍ତ୍ରୀ ଉଭୟ ଭାରତୀ ଏଡ଼େ ଏଡ଼େ ବଡ଼, ମାନେ ଖୁବ୍ ବଡ଼ ଦାର୍ଶନିକ। ଶଙ୍କରାଚାର୍ଯ୍ୟ ଓ ମୁଣ୍ଡନ ମିଶ୍ରଙ୍କର ଅଦ୍ୱୈତବାଦର ତର୍କ ଲଢ଼େଇରେ, ମାନେ ଏମିତିଆ ତର୍କ ସଭାରେ ବିଚାରପତି କିପରି ହୋଇଥାନ୍ତେ? ଆଉ ରାଣୀ ଦୁର୍ଗାବତୀ ମଧ୍ୟ ଲଢ଼େଇରେ ସେନାପତି କାର୍ଯ୍ୟ କରିଥାନ୍ତେ, ମାନେ ଖୁବ୍ ଜୋରରେ ଲଢ଼େଇ କରିଥାନ୍ତେ। ଆଉ ଅହଲ୍ୟାବାଇ ବଡ଼ ବଡ଼ ରାଜନୈତିକ ଶାସନକର୍ତ୍ତାଙ୍କ ପରି ଗୋଟାଏ ଦେଶ ଶାସନ କରିଥାନ୍ତେ। ଆଉ ପଦ୍ମିନୀ, ମାନେ ଭୀମସେନଙ୍କ ସ୍ତ୍ରୀ କିପରି ଆଲାଉଦ୍ଦିନଙ୍କ ପରି ମରଦକୁ, ଖୁବ୍ ବଡ଼ ବୀର ବୁଦ୍ଧିଆ ଅଣ୍ଡିରାଟାକୁ ଚିତା କାଟି ଦେଇଥାନ୍ତେ, ମାନେ ବୁଦ୍ଧିରେ ହଟେଇ ଦେଇଥାନ୍ତେ। ହଁ, ଆମର ଏ ଦେଶୀ ସ୍ୱାଧୀନତା ଭଲ, କିନ୍ତୁ ବିଲାତ ସ୍ୱାଧୀନତାଟା ଆମ ଦେଶର ଜଳବାୟୁରେ କୁଫଳ ଦେବ, ମାନେ ଆମ ସ୍ତ୍ରୀ ସମାଜକୁ ନଷ୍ଟ କରିଦେବ। ଆଉ ମନେକର ଆମ ଦେହରେ ଡାହାଣ ହାତଟା ଦୁର୍ଭାଗ୍ୟବଶତଃ ଖଣ୍ଡିଆ ହୋଇଯାଇଛି। ୟା ବୋଲି କ'ଣ ସମତା ରକ୍ଷା କରିବାକୁ ଯାଇ ଆମେ ବାଁ ହାତଟା ବି ଖଣ୍ଡିଆ କରିଦେବା, ମାନେ ଡାହାଣ ହାତ ଭଳିଆ କରିଦେବା? ଆମର ଉଚିତ ହେଉଛି ଡାହାଣ ହାତର ଘା, ମାନେ ଖଣ୍ଡିଆ, ମାନେ ଏ କ୍ଷତଟାକୁ ଚିକିତ୍ସା କରି ଭଲ କରିବା, ଆଉ ଏ ବାଁ ହାତକୁ ଖଣ୍ଡିଆ କରିବା ନୁହେଁ। ଘନ ଘନ ତାଳି ବୃଷ୍ଟି ଓ ଘନ ଘନ ହସ ବୃଷ୍ଟିର ବେଶ୍ ପାର୍ଥକ୍ୟ ଜଣାପଡ଼ୁଥିଲା। ନହେଲେ ବିମଳବାବୁଙ୍କ ବକ୍ତୃତା ରେଖାଦେବୀଙ୍କ ହୃଦୟରେ ଏତେ ଜୋରରେ କିପରି ଏଡ଼େ ଗଭୀର ରେଖାପାତ କଲା? ଆଉ ନିମାଇବାବୁଙ୍କ ବକ୍ତୃତା ସେ ରେଖା ସବୁଟିକୁ ହେଲେ ଲିଭାଇ ପାରିଲା ନାହିଁ। ବିମଳବାବୁ କଲେଜର ବହିପାଠଗୁଡ଼ାକ ଭଲ ଭାବରେ ହଜମ କରିପାରୁନଥିଲେ। ରେଖାଦେବୀ କିନ୍ତୁ ଏହାର କାରଣ ଜାଣିଥିଲେ। ତାଙ୍କର ପଢ଼ିବାକୁ ସମୟ କାହିଁ?
ଖାଲି ଚାରିଆଡ଼େ ବକ୍ତୃତା, ଚାନ୍ଦା ଆଦାୟ, ସଂଗଠନ, ସେବା ଇତ୍ୟାଦି କେତେ କେତେ କାମ। ରେଖାଦେବୀଙ୍କର ମନେ ମନେ ଖବରକାଗଜବାଲାଙ୍କ ଉପରେ ଭାରି ରାଗ ହୁଏ। କାହିଁକି ଏଡ଼େ ବଡ଼ ଉଦୀୟମାନ ଯୁବକଙ୍କର ବିଷୟରେ ସେ କିଛି ଖବରକାଗଜ କାଢ଼ୁନାହାନ୍ତି? ସେ ଯେଉଁଦିନ ଚଳଚ୍ଚିତ୍ର ଦେଖି ଯିବାକୁ ବିମଳବାବୁଙ୍କୁ ନିମନ୍ତ୍ରଣ କରନ୍ତି, ସେ କହନ୍ତି ଆଜି ଅମୁକ ସଭା କାମ, ଢମୁକ ସଭା କାମ, ସମ୍ମୁଖ ବନ୍ୟା ଚାନ୍ଦା ଆଦାୟର କାମ। ଜୋର କଲେ ଅବଶ୍ୟ କାମ ଛାଡ଼ି ଯାଆନ୍ତି। ମୋଟ ଉପରେ ବିମଳବାବୁ ଯେତେ ବଡ଼ ଟାଣୁଆ ଲୋକ ହୁଅନ୍ତୁ ନା କାହିଁକି, ରେଖାଦେବୀ ଜିଗର କଲେ କୌଣସି ନା କୌଣସି କାମ କରିଥାନ୍ତି। ତେବେ ଅନ୍ୟ ଛାତ୍ରମାନଙ୍କ ଭିତରେ ପ୍ରଭେଦ ଏତିକି ଯେ ଅନ୍ୟମାନେ ନ ଡାକିଲେ ସୁଦ୍ଧା ଗୋଡ଼ଉଥାନ୍ତି, କିନ୍ତୁ ବିମଳବାବୁଙ୍କୁ ଖୋଦ୍ ରେଖାଦେବୀ ନ ଡାକିଲେ ସେ ନ ଯାଆନ୍ତି। ଏସବୁ ଚାଲିଚଳନ ଦେଖି ମଣ୍ଟୁବାବୁ ବ୍ରଜବାବୁଙ୍କୁ କହନ୍ତି, ଆରେ ବିମଳ ମହା ହୁସିଆର, ସମସ୍ତେ ଗୋଟାଏ ବାଟରେ ଗଲେ ସେ ଆଉ ଗୋଟେ ବାଟରେ ଏକୁଟିଆ ଯିବ। ଲକ୍ଷ୍ୟ କିନ୍ତୁ ଏକ, ଶୀଘ୍ର ନଜର ପଡ଼ିବାର ଏ ବି ଏକ ଫନ୍ଦି। ହଂସଙ୍କ କଥା ଶୁଣୁଛ କିଏ? ରେଖାଦେବୀଙ୍କ ମନ ଦିନକୁ ଦିନ ବେଶୀ ବେଶୀ ଆକୃଷ୍ଟ ହେଉଥାଏ। ଏତେ ଦୂର ଆଗେଇ ଗଲେ ଯେ ମନେ ମନେ ଭାବିଲେ ବିମଳବାବୁ ପରି ଆଦର୍ଶ ଯୁବକ ଯାହାର ପତି ହେବ ସେ ବାସ୍ତବିକ ଧନ୍ୟ। ବୈଦ୍ୟୁତିକ ଚୁମ୍ବକରେ ଲୁହାଖଣ୍ଡ ଟାଣି ହୋଇ ଲାଗିଯିବା ପରେ ହୋଇଛି। ଏହିସବୁ ଗୋଟେ ଦୁଃଖ ବୋଝ ମୁଣ୍ଡାଇ କ୍ଳାନ୍ତ ହୋଇପଡ଼ିଥିବା ବୁଢ଼ା ଆସି ବିଦ୍ୟୁତ୍ ପ୍ରବାହ ବନ୍ଦ କରିଦେଲା। ଲୁହା ଉପରୁ ଆକର୍ଷଣ ଶକ୍ତି ନିମିଷକ ମଧ୍ୟରେ କୁଆଡ଼େ ଉଭେଇଗଲା। ସେହିଦିନ ବିମଳବାବୁ ପୁରୀକି କୁଆଡ଼େ 5-6 ଦିନ ପାଇଁ ଯାଇଥିଲେ। ଦିନ 2ଟା କି 3ଟା ସମୟ ହେବ ରେଖାଦେବୀଙ୍କ ଘରେ ଜଣେ ବୁଢ଼ା ଆସି ପହଞ୍ଚିଲା। ବାଳ ସବୁ ପାଚି ନଥିଲେ ସୁଦ୍ଧା ଦେହରୁ ଜଣାପଡ଼ୁଥିଲା ସତେ ଯେମିତି ଗୋଟାଏ ପାଚିଲା ଆମ୍ବ ଟିକିଏ ପବନ ହେଲେ ଗଳି ପଡ଼ିବ। ମୁହଁରେ ଭୟ ଓ କାତରତାର ଚିହ୍ନ ପରିସ୍ଫୁଟ। ରେଖାଦେବୀଙ୍କୁ ଦେଖି ପଚାରିଲା, ମା ତୋରି ନାଁ ରେଖା? ହଠାତ୍ ଗୋଟାଏ ଅପରିଚିତ ବୁଢ଼ାଠାରୁ ଏପରି ବାତ୍ସଲ୍ୟପୂର୍ଣ୍ଣ କଥା ଶୁଣି ରେଖାଦେବୀ ଆଶ୍ଚର୍ଯ୍ୟ ହେଲେ। କଅଁଳ ଭାବରେ କହିଲେ, ହଁ, କାହିଁକି, କ'ଣ ଦରକାର ଅଛି? ବୁଢ଼ା କହିଲା, ମା ଏ କେଉଁଠି ଏକୁଟିଆ ବସିଲେ ମୋ ଦୁଃଖ କାହାଣୀ ତୋତେ କହିବି। ପଢ଼ିବା ଘରକୁ ନେଇଯାଇ ବସାଇ ରେଖାଦେବୀ କହିଲେ, କ'ଣ କହନ୍ତୁ? ବୁଢ଼ା ଗୋଟାଏ ଦୀର୍ଘ ନିଶ୍ୱାସ ପକାଇ କହିଲା, ମା ତୁ କଲେଜରେ ଯେଉଁ ବିମଳବାବୁ ପଢ଼ୁଛି ତାକୁ ଚିହ୍ନୁ? ହଁ, ତାଙ୍କର ମୋର ଚିହ୍ନା ପରିଚୟ ଅଛି, ସେ ମୋରି ପୁଅ। ରେଖାଦେବୀ ଚମକି ପଡ଼ିଲେ। ଏଡ଼େ ବଡ଼ ଜମିଦାର ଏପରି କି ଚେହେରା? ହଁ, ଅସମ୍ଭବ କ'ଣ? ମଫସଲିଆ ମରହଟିଆ ଢଙ୍ଗ ଥିବା ଜମିଦାରମାନଙ୍କୁ ଚିହ୍ନିବା ବଡ଼ ମୁସ୍କିଲ। ଲକ୍ଷ ଲକ୍ଷ ଟଙ୍କା ଥାଉ ପଛକେ ସେ ମଳିମୁଚିକିଆ ଢଙ୍ଗ, ସେଇ ଚାଦର, ଚଟିତାଳି, ପଛଛୁଆ, ବଟୁଆ। ବିମଳବାବୁ ବି କେମିତିକା ମଣିଷ? ପାଠ ଶାଠ ପଢ଼ି ବାପାଙ୍କୁ ଅନ୍ତତଃ ଏ ଆଧୁନିକ ଧରଣ ସବୁ ଶିଖାଇ ପାରିଲେ ନାହିଁ। ବିମଳବାବୁଙ୍କର ଏଇଟା ମସ୍ତ ବଡ଼ ଦୋଷ। ହଠାତ୍ ଚିନ୍ତାଧାରା ବଦଳାଇ ଟିକେ ପ୍ରକୃତିସ୍ଥ ହୋଇ କହିଲେ, ଆପଣ ବିମଳବାବୁଙ୍କ ବାପା? ନମସ୍କାର। ସୌଭାଗ୍ୟବତୀ ହମା। ରେଖାଦେବୀ ଚଞ୍ଚଳ ହୋଇ ଉଠିଲେ। ନିକଟ ଭବିଷ୍ୟତରେ ଶ୍ୱଶୁର ହୋଇପାରନ୍ତି। ଉପଯୁକ୍ତ ଅଭ୍ୟର୍ଥନା କରିବାକୁ ହେବ। କାଳେ କିଛି ତ୍ରୁଟି ହେଲେ ବିମଳବାବୁଙ୍କ ମନରେ ଆଘାତ ଲାଗିପାରେ। ବ୍ୟଗ୍ରତାର ସହିତ ବରଦା ସବୁ ଦେଇ ପକାଇଲେ। ଆରେ ଦୀନା ପାଣି ଆଣେ, ଆରେ ଜଟି ପୂର୍ଣ୍ଣ ସାହୁ ଦୋକାନକୁ ଯା, ଆରେ ଶଙ୍କରା ଚାଟା ତିଆରି କର, ଆରେ ନଟିଆ ପାନ ଆଣେ, ଆରେ ବିଶିଆ କୁଣିଆ ଘରଟା ସଫାସୁତୁରା କରିଦେ, ଆରେ ଦୀନା ଚାହା କରବା, ଆରେ ଶଙ୍କରା ପୂର୍ଣ୍ଣ ସାହୁ ଦୋକାନକୁ ଯା। ବିମଳବାବୁଙ୍କ ବାପା ବ୍ୟସ୍ତ ହୋଇ କହିଲେ, ନା ମା ଏସବୁ ଥାଉ, ତୁ ଆଗ ମୋ କଥା ଶୁଣି ସାର। ରେଖାଦେବୀ ସ୍ଥିର ହୋଇ ବସିଲାରୁ ବିମଳବାବୁଙ୍କ ବାପା ପୁଣି ଆରମ୍ଭ କଲେ। ବିମଳକୁ ଯେତେବେଳେ 2 ବର୍ଷ ତା ମା ମରିଗଲା। ବିମଳର ମୁଁ ସେଇଦିନ ଯାଏ ବାପା ଥିଲି। ସେହିଦିନଠାରୁ ବାପା ଓ ମା ଉଭୟ ହେଲି। ସେହି ମୋର ଏକମାତ୍ର ପିଲା ଥିଲା। ସେଥିଲାଗି ତାକୁ ଖୁବ୍ ଗେଲବସରରେ ବଢ଼ାଇଥିଲି। କେତେବେଳେ ବି ତାକୁ ଅଭାବ କ'ଣ ଜଣାଇ ଦେଇ ନାହିଁ। ପଡ଼ିଶା ଲୋକ ବାରଣ କରିବା ସତ୍ତ୍ୱେ ଜମି ଖଣ୍ଡେ ଖଣ୍ଡେ ବିକି ତାକୁ ପାଠ ପଢ଼ାଇଲି। ଆଶା ଥିଲା ବଡ଼ ହୋଇ ପାଠୁଆ ହେଲେ ମୋ ଦୁଃଖ ଯିବ। ଏଠି ସ୍କୁଲରେ ପଢ଼ିଲା ବେଳେ ନିଜ ପେଟରୁ କାଟି ଯେତେବେଳେ ଯାହା ମାଗେ ତାହା ବନ୍ଧା ଛନ୍ଦା ବି ପକାଇ ତାକୁ ଦିଏ। ସ୍କୁଲ ପାଠ ସରିଲାରୁ ଗୋଟିଏ ମନ ଲାଖି କନ୍ୟା ବାହା କରାଇଥିଲି। ଅବାକ୍ ହୋଇ ରେଖାଦେବୀ କହିଲେ, ବିମଳବାବୁ ନିଜେ ତ ମୋତେ କହିଅଛନ୍ତି ସେ ବିବାହ କରିନାହାନ୍ତି। ସେ ଗୋଟାଏ ବଡ଼ ଜମିଦାର ବାହାରିଙ୍କର ଉତ୍ତରାଧିକାରୀ। ଠକିଛି ମା, ଠକିଛି। ଦୁନିଆଟା କ'ଣ ଏଡ଼େ ଭଲ ଯେ ତୁ ତାରି କଥାରେ ବିଶ୍ୱାସ କରିଗଲୁ? ଘରେ ଏଡ଼େ ସୁନ୍ଦରୀ ସ୍ତ୍ରୀ ଥାଉ ଥାଉ ଆହୁରି 3ଟି ଗାଁ ଝିଅଙ୍କର କୂଳ ବୁଡ଼େଇଛି। ଯେବେ ଗାଁକୁ ଯାଏ ମୋ ଘରର ଲକ୍ଷ୍ମୀକୁ ବାଡ଼େଇ ବାଡ଼େଇ ଦରମରା କରିଦିଏ।
ତାର ଯେଉଁ ପାଟିରେ ପିଲାଦିନୁ ଦୁଧ ଓ ଭାତ ଦେଇ ଏଡ଼ୁଟିଏ କରିଥିଲି, ସେହି ପାଟିରେ ମୋତେ ଦିନେ ଏପରି କଥା କହିଲା ଯାହାକି ତୁ ତ ଚାକରମାନଙ୍କୁ କହିବୁ ନାହିଁ। ତାର ଯେଉଁ ହାତରେ ତା ଅଳି କରିବା ଜିନିଷ ସବୁ ଧରାଇ ଦେଉଥିଲି, ସେହି ହାତରେ ଦିନେ ମୋ କୁଳଲକ୍ଷ୍ମୀକୁ ବାଡ଼େଇଲା ବେଳେ ଧରିଲାରୁ ତଣ୍ଟିଆଟେ ଦେଲା। ତା ଦେହରୁ ସବୁ ଗହଣା ଗାଣ୍ଠି ନେଇ କୁଆଡ଼େ ଉଡ଼ାଇ ଦେଲା। ତେବେ ବି ସେ ବହୁ ଅଳି କଲା ପାଠ ପଢ଼ିବାକୁ। ବେଶୀ ପାଠ ପଢ଼ିଲେ କୁଆଡ଼େ ପରିବର୍ତ୍ତନ ହେବ। ସେହି ବୋହୂ କଥା ଟାଣି ନ ପାରି ଯାହା କିଛି ସମ୍ପତ୍ତି ଥିଲା ସେଥିରୁ 12 ପଣ ବିକ୍ରି କରି ତା ଖର୍ଚ୍ଚ ତୁଲେଇଲି। 2 ବର୍ଷ ଅପେକ୍ଷା କଲି। ଅଙ୍ଗାର ଯେଉଁ କଳାକୁ ସେଇ କଳା। ଗାଁରେ କ'ଣ ଚାନ୍ଦା ଆଦାୟ କରିଥିଲା ଯେ ଗାଁବାଲା ମୋତେ ବସେ ଉଠେଇ ଦେଉନାହାନ୍ତି। ସବୁବେଳେ ଶୁଣୁଛି ଖାଇଗଲା ଖାଇଗଲା। ମୋ ନିଜ ପାଇଁ ତ କିଛି ଚିନ୍ତା ନାହିଁ। ଖାଲି ସେ ବୋହୂଟି କଥା ଭାବି ଭାବି ମୁଁ ଦରମରା ହେଲିଣି। ଥରେ ବିମଳର ସାଙ୍ଗ ନିମେଇ ଆମ ଗାଁକୁ ଯାଇଥିଲା। ତାକୁ ସବୁ ହାଲ କହିଲି। ସେଇ ମୋତେ କହିଲା ଯେ ତୋ କଥା ବିମଳ ଭାରି ମାନେ। ତତେ କହିଲେ ତୁ ସବୁ ଠିକ୍ କରିଦେବୁ। ସେଇ ନିମେଇ ଏସବୁ କଥା ତତେ କହିବାକୁ ମୋତେ ଏଠାକୁ ନେଇ ଆସିଛି। ମା, ତୁ କ'ଣ ତାକୁ ସଜାଡ଼ି ଦେବୁ? ସେ ଅଭାଗିନୀ କ'ଣ ତୋର ଭଉଣୀ ନୁହେଁ? ଏହି ଦିନଠାରୁ ରେଖାଦେବୀଙ୍କର ପୂର୍ଣ୍ଣ ପରିବର୍ତ୍ତନ। ଯେତେବେଳେ ଯାହାକୁ ଆଗରେ ଦେଖିଲେ ତା ମୁହଁଟା ବିମଳ ବାବୁଙ୍କ ପରି ତାକୁ ଦିଶିଲା। କାହିଁକି ବା ନ ଦିଶିବ? ଯାହାକୁ ସାପ କାମୁଡ଼ିଥାଏ ସେ ଅନ୍ଧାରରେ ପାଳଦୋଡ଼ିକୁ ଦେଖିଲେ ବି ଡରେ। କୌଣସି ମତେ 4ର୍ଥ ବର୍ଷର ବିଶ୍ୱବିଦ୍ୟାଳୟ ପରୀକ୍ଷାଟା ଦେଇ ଘରେ ବସିଲେ। ବିବାହର ନାଁ ଶୁଣିଲେ ଫରକୁଟିଆ ଢିଏ ମାରନ୍ତି। ଏକମାତ୍ର ଉଚ୍ଚ ଶିକ୍ଷିତା ଝିଅ, ସେଇ ପୁଅ। ସେଥିଲାଗି ବାପା ମା କିଛି ଜିଗର ନ କରି ଚୁପ୍ ହୋଇ ରହନ୍ତି। ତେବେ ଆଶା ଥାଏ ଯଦି କେତେବେଳେ ମନ ବଦଳିଯିବ। ରେଖାଦେବୀଙ୍କର ଥାଏ ଏକ ଜିଗର ବିବାହ ପଛେ ନ କରିବେ, କିନ୍ତୁ ଅଜଣା ଅଶୁଣା କୌଣସି ଲୋକର ପାଖ ମାଡ଼ିବେ ନାହିଁ। ୟା ବୋଲି ମନେ ମନେ ଯେ ସଙ୍ଗୀ ଖୋଜୁନାହାନ୍ତି ତା ନୁହେଁ, ମାତ୍ର ତାଙ୍କ କଳ୍ପିତ ଆଦର୍ଶ ଯୁବକ କାହିଁ? ଖାଲିଟାରେ ଘରେ ବସିଲାରୁ ନାନା ଅଜଗବୀ ଜିନିଷ ଆସି ମୁଣ୍ଡରେ ପଶେ। ରେଖାଦେବୀଙ୍କର ଗୋଟାଏ ଝୁଙ୍କ ଉଠିଲା ଘର କୋଠରୀଗୁଡ଼ିକ ସବୁବେଳେ ମନ ମୁତାବକ ସଜେଇ ରଖିବେ। କୋଉ ପଇସା ନାହିଁ। କେତେ କେତେ ନୂଆ ରକମର ମୁଖସିହାର ମେଜ, ବଙ୍କା ଗଡ଼ିଆ ଚୌକି, ଫୁଲ ନଡ଼ତବାଲି ଆଲମିରା, ଗଦିବାଲା ବୈଠକଖାନା ସରଞ୍ଜାମ ଘରେ ଭର୍ତ୍ତି ହୋଇଯାଆନ୍ତି। 2-4 ମାସ ଗଲେ ଏଗୁଡ଼ାକ ଭଲ ଦିଶୁନାହିଁ। ଖାଲି ଭଲ ଚକ୍ ଚକ୍ କରୁଥିବା ସାଧା କାମ ଦରକାର। ବାସ୍, ଦଳେ ଯାଆନ୍ତି, ଆଉ ଦଳେ ଆସି ତାଙ୍କ ଶୂନ୍ୟସ୍ଥାନ ପୂରଣ କରନ୍ତି। ବେଶୀ ମାଡ଼ ପଡ଼େ ଚିତ୍ରକରମାନଙ୍କ ଉପରେ। ଆଜି ଦେଖିବ ତ ଘର ଯାକ ପ୍ରାକୃତିକ ଦୃଶ୍ୟ ପୂର୍ଣ୍ଣ ଚିତ୍ର। ମାସକ ପରେ ଦେଖିବ ପୌରାଣିକ ଯୁଗର ନାୟକ ନାୟିକା ମାନଙ୍କର ଚିତ୍ର। ଚିତ୍ର ସଂଗ୍ରହରେ ଗୋଟାଏ ବିଶିଷ୍ଟ ରୁଚି ଥିଲା ପରି ଜଣାଯାଉଥାଏ। ଅରସିକମାନଙ୍କ ପରି ରାମଲକ୍ଷ୍ମଣଙ୍କ ଚିତ୍ର ପାଖରେ ବିଦେଶୀ ଚିତ୍ରକରମାନଙ୍କ ନଗ୍ନ ନାରୀର ଚିତ୍ର ନଥାଏ କି କୃଷ୍ଣାର୍ଜୁନଙ୍କର ଭଗବତୀୟ ଚର୍ଚ୍ଚା ଚିତ୍ର ନିକଟରେ କନ୍ଦର୍ପର ସହାୟକ ସନ୍ଧାନର ଚିତ୍ର ନଥାଏ। ଯାହା ଦେଖିବ ସବୁ ଏକ ରକମର ଚିତ୍ର। ପ୍ରାଚ୍ୟ କଳାପୂର୍ଣ୍ଣ ଚିତ୍ର ପ୍ରତି ଗୋଟାଏ ବିଶେଷ ଆକର୍ଷଣ ଥାଏ। ନୂଆ ନୂଆ ଯାହା କିଛି ଭଲ ଭଲ ଚିତ୍ର ପାଉଥିଲା ତାହା କଟକର ଚିତ୍ର ବିକ୍ରେତା ଧୋବା ମହାରଣା ସବୁ ଲୁଚାଇ ରଖି ଦେଉଥିଲା। ରେଖାଦେବୀ କିଣିଲେ ଯେ ବେଶୀ ପଇସା ଦେବେ, ରେଖାଦେବୀ ବସୁମତୀ ଓ ଭାରତବର୍ଷରେ ବାହାରୁଥିବା ଚିତ୍ର ସବୁ ଚିରି ବହି ଆକାରରେ ବାନ୍ଧି ରଖୁଥିଲେ। ଚିତ୍ର ସବୁ ବାଛି ବାଛି ଗୋଟାଏ ବଡ଼ ଚିତ୍ର ସଂଗ୍ରାହିକା ବିଶେଷଜ୍ଞ ହୋଇଯାଇଥିଲେ କହିଲେ ଚଳେ। ଗୋଟାଏ ଗୋଟାଏ ଚିତ୍ର ଦେଖିଲେ ତାହା କେଉଁ କେଉଁ ଚିତ୍ରକରମାନଙ୍କ ଦ୍ୱାରା ହୋଇଥିବାର ସମ୍ଭବ ତାହା କହିପାରି ଦେଉଥିଲେ। ମୋଟ ଉପରେ ସେ ଥିଲେ ଜଣେ ଭଲ ଚିତ୍ର ସଂଗ୍ରାହିକା ଓ ତାଙ୍କ ଘର ଥିଲା ଗୋଟାଏ କଳା ପ୍ରଦର୍ଶନୀ ମନ୍ଦିର। ତେବେ ବି ରେଖାଦେବୀଙ୍କ ମନରେ ଶାନ୍ତି ନାହିଁ। ଏ ଚିତ୍ର ସବୁ ଯେ ତିରଙ୍ଗୀ ଛପା ଚିତ୍ର। ମୂଳ ଚିତ୍ର ଦରକାର ଯାହାକି ସିଧା ଚିତ୍ରକରର ତୁଳି ପାଖରୁ ଆସିଥିବ। ଛପା ଚିତ୍ର ଓ ମୂଳ ଚିତ୍ରରେ ସାଧାରଣଙ୍କ ଆଖିରେ କେତେ ବା ତଫାତ୍। ମଣିଷ ମନ ପରା। ସୃଷ୍ଟିର ଆରମ୍ଭରୁ ମନୁଷ୍ୟ ପହିଲେ ପର୍ବତମାନଙ୍କର ଏ ଗୁମ୍ଫା ସେ ଗୁମ୍ଫା ହେଉ ହେଉ ମନରେ ଭାବିଲା ଏ ପଥରରେ ଅସ୍ତ୍ରଶସ୍ତ୍ର ତିଆରି କରିପାରିଲେ ଭଲ ଶିକାର କରି ହୁଅନ୍ତା ଓ ମୁଁ ଖୁବ୍ ସୁଖରେ ରହନ୍ତି। ତାର ବୁଦ୍ଧି ତାକୁ ସେତକ ଦେଲାରୁ ପୁଣି ଆଶା ହେଲା ତାଠାରୁ ଆହୁରି ଭଲ ହତିଆର। ଧାତୁ ତାର ନୂତନ ଅଭାବ ମେଣ୍ଟାଇଲା। ତେବେ ବି ତୃପ୍ତି ନାହିଁ। ଶିକାର ଯେ ଲୋପ ପାଇବାକୁ ବସିଲା, ପୁଣି ଅଭାବର ସୃଷ୍ଟି। ଚାଷର ଆବିର୍ଭାବ ତାହା ମେଣ୍ଟାଇଲା। ତେବେ ବି ଆଶାର ବିରାମ ନାହିଁ। ପେଟ ଚିନ୍ତା ଟିକିଏ କମିଛି କି ନାହିଁ, ଆଶା ହେଲା ଟିକିଏ ମୌଜ ମସଲିସ୍ କରିବାକୁ। ଆସିଲା ଯନ୍ତ୍ରପାତି। କେତେ ଯେ ମୌଜ ମସଲିସ୍ର ଉପାଦାନ ପ୍ରସବ କରିପକାଇଲା ତାର ଇୟତ୍ତା ନାହିଁ।
ସେହି ଯନ୍ତ୍ର ସାହାଯ୍ୟରେ ଅଭାବନୀୟ ଗତିରେ ପୃଥିବୀ ପର୍ଯ୍ୟଟନ କଲା। ସେହି ଯନ୍ତ୍ର ବଳରେ ମୁହୂର୍ତ୍ତରେ ପୃଥିବୀର ଏପାଖରୁ ସେପାଖ ସମ୍ବାଦ ପ୍ରେରଣ କଲା। ସେହି ଯନ୍ତ୍ର ସାହାଯ୍ୟରେ ଜଳ ସ୍ଥଳ ଆକାଶ ଜୟ କଲା। ତେବେ ବି ତୃପ୍ତି ନାହିଁ। ଆଉ ପୃଥିବୀରେ ଲୋଡ଼ା ନାହିଁ। ଇଆଡ଼କୁ ଦରକାର ଚନ୍ଦ୍ର ମଙ୍ଗଳାଦ୍ରି ଗ୍ରହ। ଏ ଯେ ନ ମେଣ୍ଟିବ କିଏ କହିବ? ତେବେ ବି ତୃପ୍ତି ଆସିବ ନାହିଁ। ତାପରେ ଏ ସୌରଜଗତ ଛାଡ଼ି ଅନ୍ୟ ସୌରଜଗତ ଉପରେ ଆଖି ପଡ଼ିବ। ଏହିପରି ଚାଲିଥିବ ଉପବ୍ରହ୍ମାଣ୍ଡ, ଅସୀମ ବ୍ରହ୍ମାଣ୍ଡ, ଅସୀମ ବିଶ୍ୱ ଓ ମୁଣ୍ଡ ଘୂରି ଯାଉଛି। କେବେ ବି ଏ ଅତୃପ୍ତିର ବିରାମ? ଅତୃପ୍ତିର ବିରାମ କ'ଣ ତୃପ୍ତିର ଉପାଦାନରେ ହେବ? ଅତୃପ୍ତିର ବିନାଶରେ ହିଁ ଅତୃପ୍ତିର ବିରାମ ହେବ। ଜଡ଼ ବିଜ୍ଞାନ ମୁଗ୍ଧ ମାନବର ଏହି ଇଆଡ଼େ ଦୃଷ୍ଟି ଆସିବ ନାହିଁ। ରେଖାବୀଙ୍କର ବି କୁଆଡ଼ୁ ଆସିବ? ତାଙ୍କର ମୂଳଚିତ୍ର ଲାଭର ପିପାସା ବଳବତ୍ତୀ ହେବାକୁ ଲାଗିଲା। ତାଙ୍କର ସୁଯୋଗକୁ କଟକରେ କେତେକ ବଡ଼ ବଡ଼ ଲୋକଙ୍କର ଉଦ୍ୟମରେ ଗୋଟାଏ ଚିତ୍ରକଳା ପ୍ରଦର୍ଶନୀ ଖୋଲା ହେବାର ଆୟୋଜନ ଚାଲିଥାଏ। ରେଖାଦେବୀ ପ୍ରସ୍ତୁତ ହେଉଥାନ୍ତି ଭଲ ଭଲ ମୂଳ ଚିତ୍ର କିଣିବା ଲାଗି। ଆଉ ରମେଶ ବି ପ୍ରସ୍ତୁତ ହେଉଥାଏ ଗୋଟାଏ ଚିତ୍ର ପ୍ରଦର୍ଶନୀକୁ ପଠାଇବା ପାଇଁ। ସତିଆର ଭାରି ଭୟ ହେଉଥାଏ। ଥରେ ଚିତ୍ରର ଜୋରସୋରରେ କରି ଏତେ ଅବସ୍ଥା ଭାଇ ହେଲେ ପୁଣି ଜୋରସୋରରେ ସେହି ଚିତ୍ରର ଅଙ୍କା। ମା ବୁଢ଼ୀ ଠାକୁରାଣୀ ମୋ ଭାଇଙ୍କି ଭଲ ବୁଦ୍ଧି ଦେ। ଆଡ଼େ ବାକ୍ସରେ ଜୋର ଖଟିଲାଣି। ଧାର ଦେବାକୁ ତ ସମସ୍ତେ କୁନ୍ଥୁ କୁନ୍ଥୁ। ଦିନେ ସତିଆ ଖୁବ୍ ସାହସ ବାନ୍ଧି କହିଲା, ଭାଇ ଏତ ଚିତିର ତ ପଡ଼ି ରହିଛି। ମୋତେ ଦେଲେ ମୁଁ ବଜାରରେ ବିକି ଦିଅନ୍ତି। 2 ପଇସା ହେଲେ ବାହାରନ୍ତା ତ। ଏଠି ପଡ଼ି ପଡ଼ି ଉଇ ଖାଇବ ସିନା। ରମେଶ ଟିକେ ହସି ଦେଇ କହିଲା, ଆରେ ମୋ ଚିତ୍ର ସବୁ ବରା ପକୁଡ଼ି ହୋଇଛି ଯେ ବଜାରରେ ବିକି ଦେଇ ଆସିବୁ? ନ ଖାଇବା ବିନା ମରିବି ପଛକେ ଚିତ୍ର ତ ମୁଁ ବଜାରରେ ବିକ୍ରି କରିପାରିବି ନାହିଁ। ଚିତ୍ର ବୁଝିବା ଲୋକଙ୍କୁ ମାଗଣା ଦେବି ପଛକେ ଚିତ୍ର ନ ବୁଝିବା ଲୋକଙ୍କୁ କେବେ ବି ବିକିବି ନାହିଁ। କଲିକତାକୁ ବିକ୍ରି କରିବା ଲାଗି କିପରି ଚିତ୍ର ପଠାଅ? ଏଠି ବିକିଲେ କ'ଣ ମାରା ହୋଇଯିବ? କଲିକତାକୁ ମୁଁ ତ ବିକ୍ରି କରିବା ପାଇଁ ପଠାଏ ନାହିଁ। ମୁଁ ପଠାଏ ଜଣେ ବଡ଼ ଚିତ୍ରକରଙ୍କ ପାଖକୁ। ସେ ହେଉଛନ୍ତି ମୋ ଗୁରୁ। ସେ ସେହି ଚିତ୍ରଗୁଡ଼ିକୁ ପ୍ରଦର୍ଶନୀ ଓ କେତେକ ମାସିକ ପତ୍ରିକାକୁ ଦିଅନ୍ତି। ସେଠାରୁ ପୁରସ୍କାର ସ୍ୱରୂପ ଯାହା ମିଳେ ତାହା ମୋ ପାଖକୁ ପଠାଇ ଦିଅନ୍ତି। ସେଇଥିରେ ତ ଗୁଜରାଣ ମେଣ୍ଟିଯାଏ। ଆଉ ବରାଗୁଲା ପରି ଚିତ୍ର କରିବି କାହିଁକି? ସେଥିରେ ମୋ ଚିତ୍ରର ଇଜ୍ଜତ ନଷ୍ଟ ହେବ। ସତ୍ୟା କିଛି ଆଉ ନ କହି ମନେ ମନେ ଭାବିଲା, ଭାଇଙ୍କର ମୁଣ୍ଡ ଟିକିଏ କେମିତି ଖରାପ ହୋଇଗଲାଣି। ନହେଲେ କହନ୍ତେ ଚିତ୍ରରେ ଏ ଗୋଟାଏ ଇଜ୍ଜତ ଅଛି। ରମେଶ କିନ୍ତୁ ସତ୍ୟାର ଏ କଥା କହିବାର ଗୂଢ଼ ଇଙ୍ଗିତ ବୁଝିପାରିଲା। ଟଙ୍କାର ଉପାୟରେ କିଛି ନ କଲେ ଯେ 3ଟା ପ୍ରାଣୀ ଭୋକରେ ଛଟପଟ ହେବେ। ନିଜ ପାଇଁ ଚିନ୍ତା ନଥାଏ। କିନ୍ତୁ ଯେଉଁ 2ଟି ପ୍ରାଣୀ ଦିନ ରାତି ଯମଦୂତଙ୍କ ସାଙ୍ଗରେ ଲଢ଼େଇ କରି ତାକୁ ଛଡ଼େଇ ଆଣିଛନ୍ତି, ତାଙ୍କର ଅବହେଳା କଲେ ତ ଚଳିବ ନାହିଁ। ଦୁନିଆ ଆଖିରେ ସତିଆ ଭଗିଆ 2ଟି ଅପଦାର୍ଥ ହୋଇପାରନ୍ତି। କିନ୍ତୁ ସେ ସେହି କାଲାକେମ୍ପା ବାନର ଖୋଳ ଭିତରେ ଦେଖିଛି 2ଟି ଶାନ୍ତ, ସୌମ୍ୟ, ଉଦାର ଓ ସୁନ୍ଦର ମୂର୍ତ୍ତି। ଭାବି ଭାବି ସ୍ଥିର କଲା, ନା, ଦରକାର ପଡ଼ିଲେ ନିଜ ଜୀବନଠାରୁ ବଡ଼ ନୀତିକୁ ବଦଳା ଦେବ ପଛକେ ଭଗିଆ ଓ ସତିଆର ପେଟର ଚିନ୍ତା ରଖାଇଦେବ ନାହିଁ। ତାର ଦୃଢ଼ ଆତ୍ମବିଶ୍ୱାସ ଥିଲା ଯେ ଯେଉଁ ମୁହୂର୍ତ୍ତରେ ସେ ଗଣିକା ପରି ନିଜର ଗୁଣକୁ ବିକ୍ରୟ କରିବ, ସେହି ମୁହୂର୍ତ୍ତରେ ତାର ଅର୍ଥଚିନ୍ତା ଉଭେଇଯିବ। ମନେ ମନେ ସ୍ଥିର କଲା, ଯଦି ବିକ୍ରି କରିବ ତେବେ ବଜାରରେ ବୁଲି କାହିଁକି ବିକ୍ରି କରିବ? ପ୍ରଦର୍ଶନୀରେ କିଛି ଅଳ୍ପ ଦାମ ଲେଖି ଥୋଇଦେଲେ ତ ନିଶ୍ଚୟ ବିକ୍ରି ହେବ। ତେବେ ସେଇଆ କରିବି। କଟକରେ ପ୍ରଦର୍ଶନୀ ପାଇଁ କରୁଥିବା ଚିତ୍ରଟିଏ ନିଶ୍ଚୟ ବିକ୍ରି କରିଦେବି। ପ୍ରଦର୍ଶନୀରେ ତ ଆଉ ବେଶୀ ଦିନ ନାହିଁ। କୌଣସି ମତେ ଏ କେତେଟା ଦିନ ଧାର ଉଧାର କେଉଁଠାରୁ ଆଣି ଚଳେଇ ଦେବି। ସତିଆକୁ ସବୁ ବିଷୟ ବୁଝେଇଦେଲା। ସତିଆ କିନ୍ତୁ ମହା ହୁସିଆର। ବାକ୍ସରେ ଥିବା ଟଙ୍କାକୁ ଯାଇ ସେତକ ଦିନ କିପରି ବେଗର ଧାରରେ କଟିଯିବ ତାହାର ଉପାୟ କରିନେଲା। ସେଦିନ ସଉଦା ଦେଖି ରମେଶ କହିଲା, ସତିଆ ଏତିକି ଚାଉଳ କ'ଣ ଆଣିଛୁ? 3 ଜଣଙ୍କୁ କ'ଣ ଏତିକି ଅଣ୍ଟିବ? ସତିଆ କହିଲା, ଆଜି ତୁମେ ଏକା ଖାଇବ। ଆମ 2 ଜଣ ଗୋଟାଏ ଜାଗାରୁ ନିମନ୍ତ୍ରଣ ଆସିଛି। ନିମନ୍ତ୍ରଣ? ହଁ ହଁ, ଏଇ ସଦାବିହାରୀ ମଠରେ। ଆମେ ଖାଇ ଆସି ସାରୁ କହିବୁ କ'ଣ କ'ଣ ହେଇଥିଲା। ଆରେ ସତରେ କହୁଛୁ ନା ମୋ ସାଙ୍ଗରେ ଚାଲାକି କରୁଛୁ? ନାଇଁ ମ, ଚାଲାକି କାହିଁକି ଖେଳିବି? ତୁମେ କ'ଣ ଜାଣନି ମଠରେ 24 ପ୍ରହରୀ ହେଉଛି। ବଜାର 4 ଦିନ କାଳ ବେଶ ଆରାମରେ କଟିଯିବ। ରମେଶ ଆଉ ବେଶୀ ଯୁକ୍ତି ତରକ ନ କରି ରାଜି ହୋଇଗଲା। ସେଦିନ ସତିଆ ଓ ଭଗିଆ ମଠରୁ ଖାଇ ଆସି ଯେତେବେଳେ ପହଞ୍ଚିଲେ, ରମେଶ ପଚାରିଲା, କିରେ ସତିଆ, କ'ଣ କ'ଣ ସବୁ ହୋଇଥିଲା? ସତିଆ ପେଟରେ ହାତ ବୁଲାଇ ବୁଲାଇ କହିଲା, ବଢ଼ିଆ ଅରୁଆ ଚାଉଳ ଭାତ, ହରଡ଼ ଡାଲି ଆଉ ଘାଣ୍ଟ ତିଅଣ, ଆଉ ଗୋଟାଏ ଆମ୍ବିଳ। ପେଟ ପୁରା ଫୁଲ।
ଏତେ ଗୁଡ଼ାଏ କୁହାଟିଆ ପଡ଼ିଲା। କୁହାଟ କ'ଣରେ ପୁଣି? ଏଇ ହରେ କୃଷ୍ଣ ହରେ ରାମ ନିତେଇ ଗୌର ରାଧେଶ୍ୟାମ। ଭାଇ ଯା କୁହ, ଏ ବାବାଜୀ ଗୁଡ଼ାକ ଭାରି ଐଶ୍ୱର୍ଯ୍ୟ ଅଛନ୍ତି। ଦିନ ରାତି ହରେ କୃଷ୍ଣ ଆଉ ବଢ଼ିଆ ଅରୁଆ ଚାଉଳର ଭାତ, ହରଡ଼ ଡାଲି, ଆମ୍ବିଳ, ଆଉ କିଛି କାମ ନାହିଁ। ହଁ, ଆର ଜନ୍ମରେ କାହାକୁ ସେମିତି ଖାଇବାକୁ ଦେଇଥିଲେ ଏ ଜନ୍ମରେ ବସି ଖାଉଛନ୍ତି। ଆଚ୍ଛା, ଏମାନେ ଆର ଜନ୍ମକୁ କ'ଣ କରିବେ? ଏ ଜନ୍ମରେ ତ ବସି ଖାଇଲେ, କାହାରି କିଛି କାମ କଲେ ନାହିଁ। ଏମାନେ ଆଉ କ'ଣ କାମ କରିବେ? କାହିଁକି, କ'ଣ କାମ ନାହିଁ? ଡାକ୍ତରମାନଙ୍କରେ ପରା 50-60 ରୋଗୀରେ ଜଣେ କେବଳ ଦେଖାଯାହା କରିବାକୁ। ଏମାନେ ଯାଉନାହାନ୍ତି ସେବା ଶୁଶ୍ରୂଷା କରିବେ। ଦୁର୍ଭିକ୍ଷରେ ପରା ହଜାର ହଜାର ଲୋକ ମରିଯାଉଛନ୍ତି, ଯାଉନାହାନ୍ତି ଛତ୍ର ଖୋଲିବାକୁ। ଆମ ଦେଶରେ ପରା ସହକରେ 99 ଜଣ ମୂର୍ଖ ଯାଉନାହାନ୍ତି ପାଠ ପଢ଼ାଇବାକୁ। ସ୍କୁଲରେ ପାଠ ପଢ଼ାଇବାକୁ ଆସି ପିଲାମାନେ ସହରରେ ଜାଗା ନ ପାଇକି ହଇରାଣ ହେଉଛନ୍ତି। ଏଡ଼େ ବଡ଼ ଜାଗାଟା ମାଡ଼ି ବସୁଛନ୍ତି, ଛାଡ଼ି ଦେଉନାହାନ୍ତି। ସେଠି ଛାତ୍ରମାନେ ରହିବେ ଓ ପାଠ ପଢ଼ିବେ, ନିଜେ ପଛେ ଗଛ ମୂଳେ ରହନ୍ତେ। ଜାଣୁ ଏମାନେ ଆର ଜନ୍ମକୁ କ'ଣ ହେବେ? କ'ଣ ଗୋଟାଏ ଗୋଟାଏ ଅଜଗର ସାପ ହିଁ ଜନ୍ମ ହେବେ, ପବନ ଖାଇ ଖାଇ ପଡ଼ିଥିବେ। ବାବାଜୀମାନେ କାମ କେମିତି କରିବେ? ସେ ପରା ସବୁବେଳେ ହରିନାମ ନେଉଛନ୍ତି। କାହିଁକି, ତାଙ୍କୁ କାମ କରିବାକୁ କିଏ ମନା କରିଛି କି? ରାମକୃଷ୍ଣ ମଠର ବାବାଜୀମାନେ କିପରି କାମ କରୁଛନ୍ତି? ଆହା, ବାବାଜୀମାନଙ୍କୁ ସେମିତି କୁହ ନାହିଁ। ଭଗବାନ ଲାଗିବେ, ଦିନକୁ ହାନି ପହଞ୍ଚେଇବେ। ହୋ ହୋ କରି ରମେଶ ହସି ଉଠିଲା। ଆଚ୍ଛା ତ ବାବାଜୀକୁ ତ ଭଲ ହେଲା। ସତ୍ୟା ବି ମନରେ ଖୁସ୍ ଭାଇଙ୍କୁ ବୁଝେଇ ଦେଇ ପାରିଲା ବୋଲି। ରମେଶ ବା ସତ୍ୟାକୁ କ'ଣ ବୁଝେଇଥାନ୍ତା? 3 ଦିନ ଯାଏ ସତ୍ୟା ଭଗିଆ ମଠରେ କାମ ଚଳାଇ ନେଲେ। ରମେଶ ଏକା ଘରେ ଖାଏ। ଏହିପରି କଷାକଷି ହୋଇ ଚଳୁ ଚଳୁ ଦିନେ ଗୋଟିଏ ତାରଟେ ରମେଶ ନାଁରେ ଆସିଲା। ତାରଟି ଖୋଲି ରମେଶ ପଢ଼ିଲା। ସତ୍ୟା ବାଲୁ ବୋଲି କରି ଚାହିଁଥାଏ। ମନେ ମନେ ମା ବୁଢ଼ୀ ଠାକୁରାଣୀ ଜପୁଥାଏ। ଭୟ ଆତଙ୍କରେ ତା ହୃଦୟ ଛାଇ ହୋଇଗଲା। ଭାବିଲା, ବିପଦ ଉପରେ ବିପଦ ତାର କାହିଁକି ଆସିଲା? ନିଶ୍ଚୟ କାହାର ଦିହ ଭାରି ଖରାପ ହୋଇଛି। ତାପରେ ରମେଶ ଟିକେ ହସମୁହଁ ଦେଖି ତାର ଭାବଧାରା ହଠାତ୍ ବଦଳିଗଲା। ଆଖି ଦିଟା ମେଲେଇ ଦେଇ ପାଟି ଆଁ କରି ପଚାରି ପକାଇଲା, ଭାଇ କ'ଣ କହୁନା, ଖବର କ'ଣ କୁହ ମ? ହସି ଦେଇ ରମେଶ କହିଲା, ଏଡ଼େ ଚଞ୍ଚଳ କହିଦେବି ନା? ଭାଇ ତୁମକୁ ମୋ ରାଣ। କହୁନା, ତୁ ଆଗ କହ। ମୋର ଜ୍ୱର ହେବାବେଳେ ତୁ କୋଉଠୁ ଟଙ୍କା ଆଣିଥିଲୁ? ହେତୁ ପୁଣି ସେଇ କଥା। ମୋର ଟଙ୍କା ଜଣଙ୍କ ପାଖରେ ଥିଲା, ତାଠାରୁ ନେଇ ଆସିଲି। ସତ କହ, କେତେ ଟଙ୍କା ଖର୍ଚ୍ଚ କରିଛୁ? ସେ କଥା ଜାଣି ଲାଭ କ'ଣ? ତୁମ ପାଖରେ ଟଙ୍କା ହେଲେ ମୁଁ କ'ଣ ସେଇଥିରୁ ନେଇ ଖର୍ଚ୍ଚ କରିବିନି? ତୁମ ପାଖରେ ଆଗ ଟଙ୍କା ହଉ ମୁଁ କହିବି। ଆରେ ସତ୍ୟା, ମୁଁ ଯେଉଁ ଚିତ୍ର ପଠେଇ ଜ୍ୱରରେ ପଡ଼ିନଥିଲି, ସେହି ଚିତ୍ର ପାଇଁ $2000 ପୁରସ୍କାର ପାଇଛି। ତାର ଆସିଛି। ଟଙ୍କା ଦିନେ 2 ଦିନ ଭିତରେ ଆସିଯିବ। ଢୋଲି ଗୁଡ଼ାକ କ'ଣ ହେବ ମ? ଆମର କ'ଣ ଧାନ ଅଛି ଯେ ଆମେ ଭର୍ତ୍ତି କରିବୁ? ଆରେ ହୁଣ୍ଡା, ଡୋଲି ନୁହଁ, ଡୋଲାର। $2000 ମାନେ 7000 ଧଳା ଧଳା ଟଙ୍କା। 7000? ଏତେ ଗୁଡ଼ିଏ କୋଡ଼ି ହେବ ତ? 7000? 7000? ସତେ? 7000? ମା ବୁଢ଼ୀ ଠାକୁରାଣୀ 7000? ଆରେ ଭଗିଆ, 7000। ରମେଶ ଚଞ୍ଚଳ ଦୌଡ଼ି ଯାଇ ପାଣି ମାଠିଆଟା ଆଣି ଗବ ଗବ କରି ସତ୍ୟା ମୁଣ୍ଡରେ ଇଡ଼ି ଦେଲା। ପାଣି ମାଡ଼ ଖାଇ ସତ୍ୟା ଟିକେ ଥୟ ଧରିଲା। ଭାଇ ଚୁପ୍ ଫେରେ, ଆଉ ମାଠିଆଟା ପାଣି ଆଣିବି, ପାଟି କରନା। ଆରେ କେତେ କୋଡ଼ି ଟଙ୍କା ହେବ ଯେ ତୋ ମୁଣ୍ଡ ବୁଲେଇ ଯାଉଛି? ନାଇଁ ମ, ମୁଁ କ'ଣ ଟଙ୍କା କଥା କହୁଛି? ଆଉ କ'ଣ କହୁଛୁ? କାହା ଘରେ କୁହ ନାହିଁ। ଟଙ୍କା କଥା 2 କାନ ହେଲେ ଚୋର ଘରେ ପଶିବେ, ଆଉ ସାହିବାଲା ଚାନ୍ଦାରେ ସବୁ ଲୁଟି ନେବେ। ଆଚ୍ଛା ହେଉ, ତୋରି କଥା ହେବ। ସତ୍ୟା ମନ ଖୁସରେ ଯାଇ ଲୁଗାଟା ପାଲଟି ପକାଇଲା। ହଁ ଭାଇ, ଆଉ ଗୋଟେ କଥା, ମୋତେ ସେଇଥିରୁ ଆଗ 2 କୋଡ଼ି 3 କୋଡ଼ି ଟଙ୍କା ଦେବ। ବୁଢ଼ୀ ଠାକୁରାଣୀଙ୍କ ପାଖରେ ତୁମ ଦିଅ ଲାଗି ମାନସିକ ହେଇଛି। ଠାକୁରାଣୀକୁ କ'ଣ ଭୋଗ କରିବୁ? ଗୋଟାଏ କାଳିଆ ବୋଧା ତ 2 କୋଡ଼ି ଟଙ୍କା ମୁଁ ଆଗରୁ ସଜିଲ କରିଛି। ବ୍ରାହ୍ମଣ ନେବ ଟଙ୍କାଏ, ଉଖୁଡ଼ା କଦଳୀ ଫୁଲ ଟଙ୍କାଏ, ଆଉ ହାଣିଲାବାଲା ନେବ ଟଙ୍କାଏ। ଆଜିକାଲି ତ ବୋଦା ମୋଟେ ମିଳୁନି। ଖାସିକି ବେଶୀ ଆଦର ହେବାରୁ ସମସ୍ତେ ଅଣ୍ଡିରା ଛୁଆକୁ ଖାସି କରି ପକାଉଛନ୍ତି। ସେଇଥିଲାଗି ବୋଦା ଏତେ ଦାମ। ରଘୁଆ ଧୋବା 2 କୋଡ଼ିରୁ ବୁନ୍ଦାଏ ଖସୁନାହିଁ। ତୋର ଯଦି ବୋଦାଟାଏ ଖାଇବାକୁ ଇଚ୍ଛା, ତାହେଲେ ହାଣି କରି ଖାଉନୁ। ଠାକୁରାଣୀଙ୍କ ନାଁରେ କାହିଁକି ବଦନାମ କରୁଛୁ? ଠାକୁରାଣୀ କ'ଣ ବୋଦା ମାଗୁଛନ୍ତି ଖାଇବାକୁ? ମାଗୁନାହାନ୍ତି? ମୁଁ ନିଜେ ଆଖିରେ ଦେଖିଛି। ବୟସମ ଘୁଷୁରିଆ କାଳିଶୀ ବିଜେ ହୋଇଥିଲେ। ବାବାରେ, କି ପରତାପ! ଖାଲି ପାଟି କଲେ, ଆଣ
ବୋଦା ଆଣ ବୋଦା, ନହେଲେ ବାଉଁଶ ଯାକ ଖାଇଯିବି। ଭିକାରୀ ନନା ଦୌଡ଼ି ଯାଇ କୋଉଠୁ ଛୁଆ ବୋଦାଟେ ଆଣି ଆଗରେ ଛାଡ଼ିଦେଲା। ଅବତାରେ ବାଜା ତ କମ୍ପୁଥାଏ। ଓହୋ, କ'ଣ କହିବି? ବୋଦା ଛୁଆଟା ମେ ମେ ହୋଇ ଡାକ ପକାଉଥାଏ। କାଳିଶୀ ତା ବେକକୁ ଦରଛିଣ୍ଡା କରି ରକତ ପିଇଗଲେ। ସେତିକିବେଳେ ପୁଲିସ ଆସି ତା ପିଠିରେ 10 ଚାବୁକ ଦେଇଥିଲେ। ଦେଖିଥାନ୍ତୁ କିପରି କାଳିଶୀ ଛାଡ଼ି ପଳାଇଥାନ୍ତେ। ଭାଇ, ତୁମ ଗୋଡ଼ ତଳେ ପଡ଼ୁଛି, ଠାକୁରାଣୀ କି ନିନ୍ଦ ନାହିଁ। ମୁଁ କ'ଣ ଠାକୁରାଣୀକୁ ନିନ୍ଦୁଛି? ଠାକୁରାଣୀଙ୍କ ନାଁରେ ଲୋକେ ଯେଉଁ କଦର୍ଯ୍ୟ କାମ କରୁଛନ୍ତି, ସେ କାମ ଆଉ ସେ ଲୋକଙ୍କୁ ନିନ୍ଦୁଛି। ଲୋକେ କ'ଣ କଲେ? ଶାସନରେ ପା ଲେଖା ହେଇଛି ବୋଲି ବ୍ରାହ୍ମଣତେ କହୁଛନ୍ତି। ଓକିଲମାନେ କିପରି ଗୋଟାଏ କଥାରୁ 2 ରକମର କଥା କାଢ଼ନ୍ତି, ସେହିପରି ବ୍ରାହ୍ମଣମାନେ ଯଦି ଅର୍ଥକୁ ଅନର୍ଥ କରିବେ, ସେଥିପାଇଁ କ'ଣ ଶାସ୍ତ୍ର ଲଗା? ବ୍ରାହ୍ମଣେ ବୁଝିନାହାନ୍ତି, ତୁମେ କ'ଣ ବୁଝିଛ କହିଲ? ଆଚ୍ଛା, କେଉଁ ଜୀବମାନେ ବଳି ପଡ଼ନ୍ତି? ଛେଳି, ମେଣ୍ଢା, ମଇଁଷି। ଛେଳି, ମଇଁଷି, ମେଣ୍ଢାଙ୍କର ଯେଉଁ ଭୟ, ରାଗ, ମୋହ ଗୁଣ ସବୁ ତା ମଣିଷର ମଧ୍ୟ ଅଛି। ଶାସ୍ତ୍ର କହେ ମଣିଷ ଏହି ଛେଳିଙ୍କ ପରି ଭୟ କରିବା, ମଇଁଷିଙ୍କ ପରି ରାଗିଯିବା ଓ ଭେଡ଼ାଙ୍କ ପରି ମୋହଗ୍ରସ୍ତ ହେବାକୁ ବଳି ଦେଇ ମାନେ ତ୍ୟାଗ କରି ଠାକୁରାଣୀଙ୍କୁ ପୂଜା କରିବା। ଶାସ୍ତ୍ର କହୁନି ଯେ ଛେଳି, ମଇଁଷି, ଭେଡ଼ାଙ୍କୁ ହାଣିବା ପାଇଁ। ମୀନ, ମାରିଣ, ମାଂସ ଖାଇ ସେ ଜୀବ ବୈକୁଣ୍ଠେ ବସାଇ। ୟା ମାନେ କ'ଣ? ଯିଏ ମାଂସ ଖାଇବ ସେ ବୈକୁଣ୍ଠକୁ ଯିବ? ଆମେ ଯଦି ଓକିଲ ଭଳିଆ ଅର୍ଥକୁ ଆମ ମନ ମାନିଲା ଭଳି ଅନର୍ଥ କରିବୁ, ସେଥିଲାଗି କ'ଣ ଶାସ୍ତ୍ର ଲଗା? ରମେଶ ବୁଝାଇବାରେ ଲାଗିଥାଏ। ସତ୍ୟ କିନ୍ତୁ ମନ ଅନ୍ୟଆଡ଼େ। ସେ ବୁଝିଥିଲେ ସିନା ଶୁଣନ୍ତା। ସେ ଭାବୁଥାଏ, ଭାଇ ତ ଏମିତି ଅଖାଡ଼ୁଆ କଥା କହୁଛନ୍ତି, ତାଙ୍କୁ ଲୁଚେଇ କେମିତି ବୁଢ଼ୀ ଠାକୁରାଣୀଙ୍କ ପାଖରେ ବୋଦାଟାଏ ପକାଇ ଦେଇ ଆସିବି। ରମେଶ ପଚାରିଲା, ବୁଝିଲୁ? ହଁ, ଆଜିକାଲି ତ ସେମିତି ଯୁଗ ହେଲାଣି। ଅଂରେଜୀ ପାଠ ପଢ଼ି ସମସ୍ତେ ଓକିଲ ପରି ଶାସତରର ଆଉ ଗୋଟାଏ ଲେଖାଏଁ ମାନ କାଢ଼ୁଛନ୍ତି। ରମେଶ ଦେଖିଲା ଯେ ଏସବୁ ପରିଶ୍ରମ ତାର ବ୍ୟର୍ଥରେ ଯାଇଛି। ଆଉ ପରିଶ୍ରମ କରି ଲାଭ ନାହିଁ। ଅଥଚ ସତିଆର ମନଟା ଛୋଟ ହୋଇଯାଇଛି। ଗୋଟାଏ ମଝି ମଝିଆ ରାସ୍ତା କାଢ଼ିଲା। ସତିଆକୁ ବୋଧ ଦେଇ କହିଲା, ଆଚ୍ଛା, ଠାକୁରାଣୀଙ୍କ ଆଗରେ ପାଣି ଛଡ଼େଇ ଦେଲେ ହେବନି? ହଁ ହଁ, ସେମିତି ହବ। ଆଚ୍ଛା, ତାହେଲେ ସେଇଆ ହଉ। ହଉ ସେଇଆ ପଛେ। ଟଙ୍କା ବି ଆସିଲା, ସେୟା ବି ହେଲା। ବୁଢ଼ୀ ଠାକୁରାଣୀ ଯେ କେବଳ ଭୋଗ ଖାଇଲେ ତା ନୁହେଁ। ସତିଆରୁ ଦୟାରୁ ଝାଡ଼େଶ୍ୱରୀ, ବାଡ଼େଶ୍ୱରୀ, ଝୁଣ୍ଟେଶ୍ୱରୀ, ବାଟମଙ୍ଗଳା, ବୁଢ଼ୀମଙ୍ଗଳା ପ୍ରଭୃତି ବହୁତ ଭୋକିଲା ଦେବୀଙ୍କ ଉପରେ ଟିକିଏ ଟିକିଏ ଭୋଗ ପାଣି ଉଡ଼ିଲା। ଏପରି ବାଟରେ ଘାଟରେ ଭୁଲରେ ଅପୂଜା ହୋଇ ପଡ଼ିଥିବା କେତେ ପଥର ମୂର୍ତ୍ତିଙ୍କ ଦିହରେ ସିନ୍ଦୁର ହଳଦୀ ଲଗାଯାଇଥିଲା। ଦେବତାମାନଙ୍କୁ ତାଙ୍କର ଭାଗଟା ଦେଇଦେବାର ବିଷୟରେ ସତିଆ ଭାରି ହୁସିଆର। ଲାଞ୍ଚ ନ ଦେଲେ କାଳେ ଆଉ କେତେବେଳେ ଡାକିଲେ ଯଦି ନ ଶୁଣିବେ। ସବୁ ଦେବାଦେବୀଙ୍କ ପାଉଣା ଛିଣ୍ଡେଇ ଦେଇ ସତିଆ ନିଶ୍ଚିନ୍ତ ହୋଇ ବସିଲା। ରମେଶ ଏସବୁ କାର୍ଯ୍ୟ ସତିଆ ଉପରେ ଛାଡ଼ିଦେଇ ଚିତ୍ର ଅଙ୍କାରେ ଥାଏ। ନିଜର ଅନିଚ୍ଛା ସତ୍ତ୍ୱେ ଏସବୁ କାର୍ଯ୍ୟର ସତିଆକୁ ବାରଣ କରିପାରୁନଥାଏ। ରମେଶର ଏହି ପୁରସ୍କାର ପାଇବା କଥାକୁ ସତିଆ ଖୁବ୍ ଗୁପ୍ତରେ ରଖିଥିଲା। ତାର ଭାରି ଡର, ସାହି ଭିତରେ 3-3ଟା ଚୋରା ଖୋଲି ଖଟି ଭାଇଙ୍କର ପୁରସ୍କାର ପାଇବା କଥା ଜଣାପଡ଼ିଗଲେ ଏ ଗୋଲିଓର ସବୁ ଟଙ୍କା ରଖେଇଦେବେ। କୋଉ ସୂତ୍ରରେ ଘରେ କଳାକନା ସେ ବୁଝିଲେଇ ଦେବେ। କଲିକତାରେ ଶୈଳନ ବାବୁଙ୍କର ଜଣେ ଓଡ଼ିଆ ସାଙ୍ଗ ତାଙ୍କଠାରୁ ଏ ଖବରଟା ଜାଣିପାରି ଓଡ଼ିଆ ଖବରକାଗଜମାନଙ୍କୁ ପଠାଇ ଦେଇଥିଲେ। ସତିଆ ଯେତେବେଳେ ଜାଣିପାରିଲା ଯେ କଥାଟା ପ୍ରଗଟ ହୋଇସାରିଲାଣି, ସେତେବେଳେ ସେ ବଡ଼ ଚିନ୍ତାକୁଳ ହୋଇପଡ଼ିଲା। ସବୁବେଳେ ବସି ଭାବୁଥାଏ, କୋଉ ଭଗାରୀ ପରଶିରୀ ଦେଖି ନ ପାରିଲା ଏ ଖବରଟାକୁ ଜଣାଇଦେଲା। ବୁଢ଼ୀ ଠାକୁରାଣୀ ନ କରନ୍ତୁ, ଭାଇଙ୍କର ଟଙ୍କା ଚୋରି ହୋଇଗଲେ ତାଙ୍କର ବା କ'ଣ ଲାଭ ହେବ? ଛି ଛି, ଏମିତି ହିଂସୁକ ଲୋକ ସବୁ ପୁଣି ଥାଆନ୍ତି। ହଉ, ବୁଢ଼ୀ ଠାକୁରାଣୀକୁ ଭରସା। ଆଡ଼କୁ ଆଡ଼କୁ ସତିଆର ଘରୁ ବାହାରିବା ବି କମିଗଲା। ରାତି ବିଲକୁଲ ନୁହେଁ। ନିଦ ବି ରାତିରେ ଭଲ ହେଲା ନାହିଁ। ସବୁବେଳେ ଚଞ୍ଚ। ରମେଶ ସତିଆର ଭୟର କାରଣ ବୁଝିପାରି ଟଙ୍କାତକ ବେଙ୍କରେ ଜମା କରିଦେଲା। ବେଙ୍କରେ ରଖିବାର ସୁବିଧା ଓ ନିରାପତ୍ତା ବିଷୟ ସତିଆ ରମେଶଠାରୁ ଭଲ ଭାବରେ ବୁଝି ସାରିବା ପରେ ଟିକିଏ ନିଶ୍ଚିତ ହେଲା। ମନେ ମନେ ବି ଭାବିଲା, ଏଥର କିଏ କ'ଣ କରୁଛି କରୁ। ରମେଶ ଜାଣିବାରେ ତା ବିଷୟ 2-3ଟି ଖବରକାଗଜରେ ବାହାରିଲା। କେଜାଣି ଅବା ଅମୁକ ତାରିଣୀ, ସମୁକ ବାରିଣୀ, ଢମୁକ ହାରିଣୀ ଅନୁଷ୍ଠାନମାନଙ୍କୁ ଟଙ୍କାଏ ମସାଏ ଖବରକାଗଜରେ ସମ୍ପାଦକଙ୍କ ଜରିଆରେ ଦେଇ ପକାଇଥାନ୍ତା, ତେବେ ବା କ'ଣ ହୋଇଥାନ୍ତା? ମୂଳରୁ ତ ସେ ଅବାଗିଆଟେ। ତାର ଏତେ ବୁଦ୍ଧି ଆସିବ କୁଆଡ଼ୁ? ଓଲଟା 2-4 ଜଣ ଲେଖକ, ବ୍ୟଙ୍ଗ ବ୍ୟବସାୟୀ ଏ ଖବର ପାଇ ଗୁଇନ୍ଦା ପୁଲିସ ଖୋଜି ଖୋଜି ଡକାୟତ ଆଡ୍ଡାରେ ସନ୍ଧାନ ପାଇଲା ପରି ବହୁ କଷ୍ଟରେ ତାକୁ ପାଇଥିଲେ। ତାଙ୍କର ଇଚ୍ଛା ଥିଲା 2-3 ଖଣ୍ଡ ବହି ଓ ବିଜ୍ଞାପନ ପାଇଁ କେତେଗୁଡ଼ିଏ ଚିତ୍ର ରମେଶଙ୍କଠାରୁ ଅଙ୍କେଇ ନେବେ।
ଯେତେବେଳେ ସେମାନେ ଚିତ୍ରର ବିବରଣ ସବୁ କହି ରମେଶକୁ ଫରମାସ ଦେଇ ବସିଲେ, ସେତେବେଳେ ରମେଶ ବିନୀତ ଅନୁରୋଧରେ ହାତ ଯୋଡ଼ି ସେମାନଙ୍କୁ ବୁଲେଇ ଦେଲା। ଦେଖନ୍ତୁ, ମୋତେ ଫରମାସ ଦିଆ ଚିତ୍ର ମୋତେ କରିଆସେନି। ମନରେ ସ୍ପନ୍ଦନ ନ ଆସିଲେ ମୁଁ ଚିତ୍ର ଆଙ୍କି ପାରେନା। ଅସୀମ ଭାବ ସମୁଦ୍ରରେ ବୁଡ଼ି ଆଙ୍କୁ ଆଙ୍କୁ ଯାହା ହୋଇଯାଏ। ଗୋଟାଏ ବେଷ୍ଟିନୀ ଭିତରେ ରହିଲେ ମୋର ତୁଳି ତ ଚଳିବ ନାହିଁ। ମୁଁ ଭଲ କରି ଜାଣେ ଯେ ବାଧ୍ୟ ହୋଇ ବେଷ୍ଟିନୀ ଭିତରେ ରହି ଚିତ୍ର କଲେ ତାହା କେବେ ହେଲେ ଭଲ ହେବ ନାହିଁ। ମୋର ନିଜର ବି ପସନ୍ଦ ହେବ ନାହିଁ। ପେଟ ପୋଷିବା ଲାଗି ନିଜର ଅପସନ୍ଦ ହେଉଥିବା ଚିତ୍ରକୁ ବିକ୍ରୟ କରିବା ମୋ ନୀତି ବିରୁଦ୍ଧ। ଆଉ ମଧ୍ୟ ବେଷ୍ଟିନୀ ଭିତରେ ରହି ଚିତ୍ର ଆଙ୍କିବାକୁ ଗଲେ ମୋତେ ଗୋଟାଏ କଏଦଖାନା ଭିତରେ ରହିଲା ପରି ଜଣାଯାଏ ଓ ହାତ ବାନ୍ଧି ହୋଇଯାଏ। ମନରେ ବଡ଼ ଅସ୍ୱସ୍ତି ବୋଧ କରିଥାଏ ମୁଁ। ଅସ୍ୱସ୍ତି ଭରା ମନରେ ମୁଁ କେବେ ହିଁ ଚିତ୍ର ଆଙ୍କି ପାରିବି ନାହିଁ। ମୋତେ ମାଫ କରନ୍ତୁ। ମୁଁ ଫରମାସ ଦିଆ ଚିତ୍ର କେବେ କରିପାରିବି ନାହିଁ। ଆପଣମାନେ ଯଦି ଅନ୍ୟ କିଛି ଏଥିରେ ଭାବନ୍ତି, ତେବେ ମୁଁ ନାଚାର। ଏମିତିଆ ଅବୁଝା ଅଖାଡ଼ୁଆ କଥାକୁ ବି କିଏ ବା ପାରିବ? ଫଳ ହେଲା ଏତିକି ଯେ ସେ ଯେଉଁ କେତେଜଣ ଆସିଥିଲେ ସେମାନେ ବିରକ୍ତ ହୋଇ ଫେରିଗଲେ ଓ ନିମ୍ନଲିଖିତ ଭାବରେ ମନ୍ତବ୍ୟ ପ୍ରକାଶ କରିବାକୁ ମଧ୍ୟ ଭୁଲି ନଥିଲେ। ଜଣେ କହିଲା, ହେଇ ହେ, ଶୁଣିଲ ତ, ଲୋକଟା ଟିକିଏ କୋଉ ପାଇଯାଇଛି। ଛୋଟ ଲୋକ, ସେଥିରେ ଏତେ 1000 ଟଙ୍କା ପାଇଲାଣି। ଭାବିଥିଲା ଆମେ ଚିତ୍ର ପାଇ ଦାନ୍ତ ନିକୁଟି ହୋଇ ତା ଗୋଡ଼ରେ ଥୋଡ଼ାଏ ତେଲ ଘଷିଥାନ୍ତୁ। ଆରେ, ଟଙ୍କା ଥିଲେ କେତେ ଚିତ୍ରକର ଗୋଡ଼ ତଳେ ଖଟିବେ। ସେ ଭାବିଛି ଦୁନିଆରେ ଆଉ ଚିତ୍ରକର ନାହାନ୍ତି। ଆଉ ଜଣେ କହିଲା, ଭଲା ଓଲଟା କାଳ ଆଉ ଓଲଟା କଥା ହେଲା। ଚିତ୍ରକରମାନେ ଆ ଦୁଆର ତା ଦୁଆରେ ଚିତ୍ର କ'ଣ ଜଚି କରୁନାହାନ୍ତି? ଖବର ଦେଲେ 10-10ଟା ଚିତ୍ରକର ଘରକୁ ଓଲଟା ଦୌଡ଼ି ଚିତ୍ର ବରାଦ ମୁତାବକ କରିଦେଉଛନ୍ତି। ଆଉ ଆମ ଭଳିଆ ଲୋକ ଓଲଟା ତା ଘରେ ପହଞ୍ଚି ବରାଦ ଦେଲାରୁ ତାକୁ ଗନ୍ଧଉଛି। କିସ ପୁଣି ଦେଖା ନ ଯାଇ ଜିଇଁଥିଲେ ଜୀବନେ। ଏହିପରି ଯିଏ ଯେତେ ପାରିଲା ଗାଳି ଦେଇ ମନ ଥଣ୍ଡା କଲେ। ରମେଶ ଟଙ୍କା ପାଇବାରେ ଯେତେ ଖୁସି ହୋଇନଥିଲା, ସେତେ ଖୁସି ହୋଇଥିଲା ଭଗିଆ ସତିଆ ଉପରେ ମାଡ଼ି ଆସୁଥିବା ଅର୍ଥାଭାବ ଜାତ କଷ୍ଟରୁ ସେମାନେ ରକ୍ଷା ପାଇଗଲେ ବୋଲି। ନିଜର ଚିତ୍ର ବିକ୍ରୟ ନ କରିବା ନୀତି ଆଉ ଭାଙ୍ଗିବାର ଦରକାର ହେବ ନାହିଁ ବୋଲି। କଟକ ପ୍ରଦର୍ଶନୀ ପାଇଁ କରୁଥିବା ଚିତ୍ରଟିର ଯାହା କିଛି ବାକି ଥିଲା ସବୁ ମନ ଖୁସିରେ ବସି ପୂର୍ଣ୍ଣ କଲା। ତାପରେ ପ୍ରଦର୍ଶନୀ ମନ୍ଦିରକୁ ସେ ପଠାଇଦେଲା। ପ୍ରଦର୍ଶନୀ ମନ୍ଦିର ହୋଇଥାଏ ମ୍ୟୁନିସିପାଲିଟି ପଡ଼ିଆ ଭିତରେ। ପ୍ରଧାନମନ୍ତ୍ରୀ ପ୍ରଦର୍ଶନୀ ଉଦ୍ଘାଟନ କରିବା ପୂର୍ବରୁ ବକ୍ତୃତା ଦେବା ଲାଗି ଗୋଟାଏ ବଡ଼ ଚାନ୍ଦୁଆ ଦ୍ୱାରା ଆବୃତ ସଭାସ୍ଥଳଟିଏ ଭଲ ଭାବରେ ସଜାସଜି ହୋଇ ତିଆରି ହୋଇଥାଏ। ଦିନ 10ଟାରେ ପ୍ରଧାନମନ୍ତ୍ରୀ ଆସିବାର କଥା। ସମୟ ହୋଇନଥାଏ। ଉଦ୍ୟୋକ୍ତାମାନେ ସକାଳ 8ଟାରୁ ଗଡ଼ିଲେ ଏପାଖ ସେପାଖ ହେଉଥାନ୍ତି। ମଝିରେ ମଝିରେ ଘଡ଼ି ଦେଖି ପକାଉଥାନ୍ତି। ସର୍କସ ଫର୍କସ ହେଲେ ଯେପରି ଲୋକମାନେ ହାଉଜା ହୁଅନ୍ତି। ସଜାସଜି ଦେଖି ଭୁଲଚୁଲରେ ଜଣେ ଅଧେ ଗଡ଼ି ପଡ଼ନ୍ତି। ଯେତେବେଳେ ଶୁଣନ୍ତି ଯେ ଗୋଟାଏ ଚିତ୍ର ପ୍ରଦର୍ଶନୀ ଖୋଲା ହେବ, ସେତେବେଳେ ମୁହଁ ମୋଡ଼ି ଦେଇ ଚାଲିଯାଆନ୍ତି। ଦଳେ ଦଳେ ବି ଆସି ପଚାରନ୍ତି, ବାବୁ, ୟା ସଙ୍ଗରେ ଲଟେରୀ ଫଟେରୀ କିଛି ଦିଆଯିବ ନାହିଁ? କେହି ବି ପଚାରନ୍ତି, ମ୍ୟାଜିକ୍ କି ଆଉ କିଛି ଖେଳ ହେବ ନାହିଁ? ଜଣେ ଜଣେ ବଡ଼ ସନ୍ଦେହରେ ପଡ଼ନ୍ତି। ମନେ ମନେ ଭାବନ୍ତି, ଧୋବା ଦୋକାନୀଠାରୁ ଏମାନେ କ'ଣ ବେଶୀ ଭଲ ଚିତ୍ର ରଖିଅଛନ୍ତି? ଏଥିପାଇଁ ପୁଣି ଗୋଟାଏ ସଭା? ହଁ, ବଡ଼ ଲୋକୀ କାରଖାନା ପେଟ ତ ସବୁବେଳେ ପୂରା ଅଛି। ଏମିତି ଗୁଡ଼ାଏ ତୁଚ୍ଛା ହୋ ହୋ ନ କଲେ ଭାତ ଜଡ଼ିବ କୁଆଡ଼ୁ? ପ୍ରଧାନମନ୍ତ୍ରୀ ଆସିବାକୁ ଆଉ ଅଧଘଣ୍ଟା ରହିଲା। ଲୋକବାକଙ୍କର ଦେଖା ନାହିଁ। ପ୍ରଧାନମନ୍ତ୍ରୀ ବକ୍ତୃତା ଦେବେ। ଲୋକଙ୍କର ଠେଲାପେଲା ନ ଦେଖିଲେ ଭାବିବେ କ'ଣ? ଏହା ଭାବି ଉଦ୍ୟୋକ୍ତାମାନେ ଅସ୍ଥିର ହୋଇ ପଡ଼ିଲେ। ଇଚ୍ଛା ଥିଲେ ବାଟ ମିଳିଯାଏ। ଯେଉଁମାନଙ୍କୁ ବି ଗୋଟାଏ ବୁଦ୍ଧି ପଇଟିଗଲା। ଯେ ଯାହା ପଚାରିଲା ସବୁ ହଁ। କିଏ ଯଦି ପଚାରିଲା, ଏଠି କ'ଣ ଜୁଆ ଖେଳ ହେବ? ତେବେ ଉତ୍ତର ଦିଆଗଲା, ହଁ ହଁ, ତୀର ମରା ଜୁଆ ଖେଳ ହେବ ଯେ ଆଗ ଖାଲି ଟିକିଏ ମନ୍ତ୍ରୀ ବକ୍ତୃତା ଦେବେ, ତାପରେ ପରେ ଆରମ୍ଭ ହୋଇଯିବ। ଟିକିଏ ଅପେକ୍ଷା କଲେ ହେଲା। ଏତକ ଶୁଣିଲାରୁ ଲୋକ ଟିକିଏ ଟିକିଏ ଜମିବାକୁ ଆରମ୍ଭ କଲେ। ଗୋଟିଏ ଦୁଇଟି ଚିନାବାଦାମ ବୁଲା ବିକାଳି କୋଉଠି ଥିଲେ ଆସି ସଙ୍ଗେ ସଙ୍ଗେ ଦୋକାନ ଛାନ୍ଦି ଦେଲେ। ପାନ, ବିଡ଼ି, ସିଗାରେଟବାଲା ବି ଆସି ଜମିଗଲେ। ମୋଟ ଉପରେ ଜାଗାଟି ବେଶ୍ ସରଗରମ ହୋଇ ଉଠିଲା। ନିର୍ଦ୍ଧାରିତ ସମୟରେ ଠିକ୍ ଅଧଘଣ୍ଟା ଡେରିରେ ପ୍ରଧାନମନ୍ତ୍ରୀଙ୍କର ମଟର ଗାଡ଼ି ଘୁଁ ଘୁଁ ହୋଇ ଆସି ସଭାମଣ୍ଡପ ଦୁଆର ପାଖରେ ଖଚ କରି ଅଟକିଗଲା। ଉଦ୍ୟୋକ୍ତାମାନେ ଧସ୍ତାଧସ୍ତି ହୋଇ ପ୍ରଧାନମନ୍ତ୍ରୀଙ୍କୁ ମଟର ଗାଡ଼ି ପାଖରୁ ଫୁଲମାଳ ଦେଇ ପାଛୋଟି ନେଇ ଆସିଲେ। ଯାତ୍ରାମାନଙ୍କରେ ରାଜା ଆସିଲା ବେଳକୁ ଯେପରି ଦର୍ଶକମାନଙ୍କ ଭିତରେ ଗୋଟାଏ ଚାଞ୍ଚଲ୍ୟ ଖେଳିଯାଏ, ସେହିପରି ପ୍ରଧାନମନ୍ତ୍ରୀ ଆସିଲାରୁ ଉଦ୍ୟୋକ୍ତାମାନଙ୍କ ଭିତରେ ଗୋଟାଏ ଚାଞ୍ଚଲ୍ୟ ଖେଳିଗଲା।
ପାରମ୍ପରିକ ସଙ୍ଗୀତ ବୋଲା ହେଲା। ବୋଲା ସରିଲା ବେଳକୁ ଗୋଟାଏ ଖେଚଡ଼ା ଟୋକାଟା ଲୋକଗହଳି ଭିତରୁ ଏଙ୍କର ବୋଲି କ'ଣଟାଏ ପାଟି କରିଦେଲା। କିଏ କହିଲା ବୋଲି ଥୋଡ଼ାଏ ଗଣ୍ଡଗୋଳ ବି ହେଲା। ତାପରେ 2-4 ଜଣ ଭଦ୍ରଲୋକ ଉଠି ବକ୍ତୃତା ଦେବା ବାଦ୍ ପ୍ରଧାନମନ୍ତ୍ରୀ ନିଜେ ବକ୍ତୃତା ଦେବାକୁ ଉଠିଲେ। ଆଗ କ'ଣ ଫୁସ୍ଫୁସ୍ କରି ଟିକିଏ କହି ତାପରେ ବଡ଼ ପାଟିରେ ଆରମ୍ଭ କଲେ। ଆଜି ଏହି କଳା ପ୍ରଦର୍ଶନୀ ଉଦ୍ଘାଟନ କରିବାକୁ ମୋ ପରି ଜଣେ ଅନଭିଜ୍ଞ ବ୍ୟକ୍ତିକୁ ଯେ ଆପଣମାନେ ନିଯୁକ୍ତ କଲେ, ସେଥିଲାଗି ମୁଁ ବଡ଼ ଲଜ୍ଜିତ। ଯାହା ହେଉ, ଯାହା କିଛି ମୁଁ ଜାଣେ ତାହା ଆଜି ଆପଣମାନଙ୍କୁ କହିବି। ଆମ ଓଡ଼ିଶା ଦେଶ ପ୍ରାଚୀନ, ତାହା ଆଜି ଆପଣମାନଙ୍କୁ କହିବି। ଆମ ଓଡ଼ିଶା ଦେଶ ପ୍ରାଚୀନ କାଳରୁ କଳାପ୍ରିୟ ହୋଇ ଆସିଛି। ବଡ଼ ଦୁଃଖର ବିଷୟ ଯେ ଆଜିକାଲି ଆମ ଲୋକମାନଙ୍କର ସେ ଦିଗକୁ ଯେତେ ଦୃଷ୍ଟି ପଡ଼ିବାର କଥା ତା ପଡ଼ୁନାହିଁ। କେବଳ ଆମର ଅଛି ଓ ଆମର ଥିଲା କହିଲେ ଚଳିବ ନାହିଁ। ଆମର ସେଇ ପୁରାତନ ଗୌରବ କିପରି ଫେରିଆସିବ, ସେଥିପାଇଁ ଆମ୍ଭେମାନେ ପ୍ରାଣପଣେ ଲାଗିଯିବା। ଆଜି ଆପଣମାନେ ଏ ଯେଉଁ ବହୁ ସଂଖ୍ୟାରେ ଏଠାରେ ଯୋଗ ଦେଇଛନ୍ତି, ତାହା ଏକ ବଡ଼ ଆଶ୍ୱସ୍ତନାର ବିଷୟ। ଏହା ଆପଣମାନଙ୍କର କଳାପ୍ରିୟତାର ପରିଚୟ ଦେଉଛି। ଏହିପରି ଭାବରେ ଆପଣମାନେ ଯଦି କଳା ପ୍ରତି ଆଗ୍ରହ ଦେଖାନ୍ତି, ତେବେ ଓଡ଼ିଶାର କଳା ପୁନର୍ବାର କଳା ଜଗତରେ ଶୀର୍ଷସ୍ଥାନ ଅଧିକାର କରିବ। ବନଫୁଲ ପରି ଅନେକ ଓଡ଼ିଆ କଳାକୃତିକୁ ଜାଣି ଅଶୁଣା କରିବାରେ ରହିଛନ୍ତି। ଆମ୍ଭେମାନେ ଯଦି ଖୋଜି ସେମାନଙ୍କୁ ନ କାଢ଼ିବୁ, ତେବେ ସେମାନେ ଲୋକଲୋଚନ ଅଗୋଚରରେ କାଳଗର୍ଭରେ ଲୀନ ହୋଇଯିବେ। ଆମ୍ଭମାନଙ୍କ ଭବିଷ୍ୟତର ବଂଶଧରମାନେ ଏଥିଲାଗି ଆମ୍ଭମାନଙ୍କୁ ଦାୟୀ କରିବେ। ଏହି ବନଫୁଲମାନଙ୍କୁ ଉତ୍ସାହ ଦେବାର ଭାର ଆପଣମାନଙ୍କ ଉପରେ। ସବୁବେଳେ ସବୁ କଥାରେ ସରକାରଙ୍କ ହାତକୁ ଚାହିଁ ବସିଲେ ହେବ ନାହିଁ। ଜନସାଧାରଣଙ୍କ ଆଡ଼ୁ ସବୁ ଉଦ୍ୟମ ପ୍ରଥମେ ହେବା ଦରକାର। ସରକାର ତାକୁ ସବୁ ପ୍ରକାରରେ ସାହାଯ୍ୟ ଓ ଉତ୍ସାହ ଦେବେ। ଆମ ଓଡ଼ିଆ ଲୋକମାନଙ୍କର ଗୋଟିଏ ସ୍ୱାଭାବିକ ପ୍ରକୃତି ଯେ ଯଦି ନିଜ ଚେଷ୍ଟାରେ କିଏ ସାଧାରଣ ସ୍ତରରୁ ଟିକିଏ ଉପରକୁ ଚାଲିଗଲା, ତେବେ ତାକୁ ସାହାଯ୍ୟ କରିବା ଦୂରେ ଥାଉ ପଛେ ତାକୁ ଟାଣି ଓଟାରି ତଳକୁ କଚାଡ଼ି ପକାଇଦେବା। ପରଶ୍ରୀ କାତରତାରେ ଆମ୍ଭେମାନେ ବୁଡ଼ିଗଲୁଣି। ସମୂହ ଭାବ ଆମ୍ଭମାନଙ୍କଠାରେ ଏକାନ୍ତ ଅଭାବ ଆଣିଲାଣି। କେବଳ ବ୍ୟକ୍ତିଗତ ଭାବରେ ଆମ୍ଭେମାନେ ଜଡ଼ିଗଲୁଣି। ସହିଷ୍ଣୁତା ଆମ ଜାତକରେ ନାହିଁ। ଏହି ହେତୁ ଆମ୍ଭମାନଙ୍କର ବର୍ତ୍ତମାନ ଏ ଶୋଚନୀୟ ଅବସ୍ଥା ହୋଇଛି। ପ୍ରକୃତରେ ନହେଲେ ସୁଦ୍ଧା ଅନ୍ୟାନ୍ୟ ଜାତିଙ୍କ ଆଖିରେ ଆମ୍ଭେମାନେ ସବୁ ବିଷୟରେ ପଛରେ ପଡ଼ିଛୁ। ଜାତିର ଟେକ ରଖିବାକୁ ହେଲେ ଅନ୍ୟାନ୍ୟମାନଙ୍କ ପାଖରେ ପ୍ରତ୍ୟେକ ବିଷୟର ସଂଗଠିତ ପ୍ରଚାର କରିବାକୁ ହେବ। କାରଣ ଏହା ହେଉଛି ପ୍ରଚାର ଯୁଗ। ଜାତିର ଟେକ ରଖିବାକୁ ହେଲେ ଅନ୍ୟାନ୍ୟମାନଙ୍କ ପାଖରେ ପ୍ରତ୍ୟେକ ବିଷୟରେ ସଂଗଠିତ ପ୍ରଚାର କରିବାକୁ ହେବ। କାରଣ ଏ ହେଉଛି ପ୍ରଚାରର ଯୁଗ। ଶିଳ୍ପ, କଳା, ବିଜ୍ଞାନ ପ୍ରଭୃତି ବିଷୟମାନଙ୍କରେ ଅଗ୍ରଣୀମାନେ ହିଁ ଏକା ପ୍ରଚାର କରିପାରିବେ। ଆପଣମାନେ ଯଦି ଅଗ୍ରଣୀମାନଙ୍କୁ ପଛଆଡ଼ୁ ଟାଣି ପକାନ୍ତି ଓ ପ୍ରଚାର କରିବାକୁ ଉପଯୁକ୍ତ ସୁବିଧା ନ ଦିଅନ୍ତି, ତେବେ ଅନ୍ୟମାନଙ୍କ ଆଗରେ ଆମର ଟେକ ରହିବ କିପରି? ହଁ, ଏହାର କାରଣ ତାଙ୍କର ମତ ଥିଲା। ଥରେ ଜଣେ ଆମର ପଡ଼ୋଶୀ ନେତା କହୁଥିଲେ ଯେ ଓଡ଼ିଶାରେ ନେତା ଗୋଟିଏ ବାହାରିବା ବଡ଼ ମୁସ୍କିଲ। କଦର୍ଯ୍ୟ ସମାଲୋଚନା ହିଁ ଏହାର କାରଣ ବୋଲି ତାଙ୍କର ମତ ଥିଲା। ଏହା ଯଥାର୍ଥ ବୋଲି ମୁଁ ମର୍ମେ ମର୍ମେ ଅନୁଭବ କରୁଛି। ସଂଯତ ସମାଲୋଚନା ସ୍ପୃହଣୀୟ, କିନ୍ତୁ ତାହା ଯେପରି ଉଚ୍ଛୃଙ୍ଖଳ ଓ କଦର୍ଯ୍ୟ ନୁହେଁ, ତାହା ସମସ୍ତଙ୍କର ଦେଖିବା ଉଚିତ। ଧରନ୍ତୁ ଜଣେ ଚିତ୍ରକର ଗୋଟିଏ ଖରାପ ଚିତ୍ର ଆଙ୍କିଲା। ଚିତ୍ରଟିର କ'ଣ ଖରାପ ହୋଇଛି, ଯଥା ବର୍ଣ୍ଣନା ବିନ୍ୟାସ ଉପଯୁକ୍ତ ହୋଇନାହିଁ କି ମୁଖରେ ଭାବ ପରିସ୍ପୃଷ୍ଟ ହୋଇନାହିଁ, ତାହା କହିବା ଉଚିତ। କିନ୍ତୁ ଚିତ୍ରକର ବଡ଼ ବଦମାସ, ସେ ଥରେ ଚୋରି କରି ଜେଲ୍ ଯାଇଥିଲା, ଏଗୁଡ଼ାକ କହିବା କ'ଣ ଦରକାର? ଏଥିରେ କ'ଣ ତାର ଚିତ୍ର ମାର୍ଜିତ ହୋଇଯାଏ? କିପରି ଜଣଙ୍କର ଗୁଣ ଆହୁରି ଭଲ ହେବ, ତାହା ହିଁ ସମାଲୋଚନାର ମୂଳ ଉଦ୍ଦେଶ୍ୟ ହେବା ଉଚିତ। ନୂତନ ଚିତ୍ରକରର କିଛି କରି ନ ପାରିଲେ ଅନ୍ତତଃ ବାଃ, ଖୁବ୍ ସୁନ୍ଦର ହୋଇଛି ବୋଲି ତାକୁ ଉତ୍ସାହ ତ ଦେଇପାରିବା। ତା ନ କରି ଯଦି ତାକୁ ଆମ୍ଭେମାନେ କହୁ, ତୋ ବାପ ଅଜା 14 ପୁରୁଷରେ କିଏ ଚିତ୍ର କରିଥିଲେ ନା ତୁ କରୁଛୁ, ତେବେ ବୋଧହୁଏ ସେ ତୁଳିକୁ ଚୁଲିରେ ପକାଇ ଦେଇ ସିଧା ଚାଲିବ କଲିକତା ଝୋଟକଳକୁ। ବର୍ତ୍ତମାନ ଆମ୍ଭମାନଙ୍କୁ ନିଦ ଭାଙ୍ଗି ଆଗରେ ଚାଲିବାକୁ ପଡ଼ିବ। ପଡ଼ୋଶୀମାନଙ୍କର ସମାସ୍କନ୍ଦ ହେବା ଲାଗି ଆମକୁ 2 ଗୁଣ ଜୋରରେ ଦୌଡ଼ିବାକୁ ପଡ଼ିବ। ଆମ ଦେଶ ଅନ୍ୟମାନଙ୍କ ପାଖରେ ଯେପରି ଭାବରେ ହେୟ, ଲାଞ୍ଛିତ, ଘୃଣିତ, ଦଳିତ ଓ ଅବହେଳିତ ହୋଇଆସିଛି, ତାହା କେବଳ ଆମ୍ଭମାନଙ୍କ ସମୂହ ଚେଷ୍ଟା ଦ୍ୱାରା ଦୂର ହୋଇପାରିବ। କେବେ ଭାବନ୍ତୁ ନାହିଁ ଯେ ଅନ୍ୟମାନଙ୍କ ଠାରୁ ଆମେ ଛୋଟ। ଖାରବେଳ, ବିଶୁ ମହାରଣା, ଜଗନ୍ନାଥ ଦାସ, ପଠାଣି ସାଆନ୍ତ ପ୍ରଭୃତିଙ୍କ ବଂଶଧରମାନେ କେବେହେଁ ଛୋଟ ହୋଇ ନ ପାରନ୍ତି। ଆମ୍ଭମାନଙ୍କ ସମୂହ ଚେଷ୍ଟା ନାହିଁ, ସେଥିଲାଗି ଆମ୍ଭେମାନେ ପଡ଼ି ରହିଛୁ।
ଚେଷ୍ଟା କଲେ ଆମେମାନେ ନିଶ୍ଚୟ ଉପରକୁ ଉଠିବୁ ଓ ଅନ୍ୟମାନଙ୍କ ସମକକ୍ଷ ହେବୁ। ଆପଣମାନେ ବୋଧହୁଏ ଜାଣନ୍ତି ନାହିଁ ଯେ ଏହି ସହରର ଜଣେ ଓଡ଼ିଆ ଚିକାଗୋ ଆନ୍ତର୍ଜାତିକ ଶିଳ୍ପ କଳା ପ୍ରଦର୍ଶନୀକୁ ଗୋଟିଏ ଚିତ୍ର ପଠାଇଥିଲେ। ତାହା ପ୍ରାଚ୍ୟ କଳା ବିଭାଗରେ ସର୍ବଶ୍ରେଷ୍ଠ ବିବେଚିତ ହୋଇଛି। ସେଥିଲାଗି ସେ ମଧ୍ୟ $2000 ପୁରସ୍କାର ପାଇଅଛନ୍ତି। ଏହାଦ୍ୱାରା କେବଳ ସେ ନୁହନ୍ତି, ସାରା ଓଡ଼ିଶା ଗୌରବାନ୍ୱିତ ହେଉଛି। ଆନ୍ତର୍ଜାତିକ କଳା ମହଲରେ ଏ ଗୌରବ କିଛି କମ୍ କଥା ନୁହେଁ। ଆଉ ଅନ୍ୟ କୌଣସି ପ୍ରଦେଶର ଲୋକ ସେ ହୋଇଥିଲେ ସେ ପ୍ରଦେଶ ବ୍ୟାପୀ ଆନନ୍ଦର ଢେଉ ଖେଳି ଯାଇଥାନ୍ତା। କିନ୍ତୁ କାହିଁ ଆମ ପ୍ରଦେଶରେ ତାର ଚିହ୍ନ କାହିଁ? ତାଙ୍କୁ ଆମ ଲୋକେ ଚିହ୍ନନ୍ତି ବା ନାହିଁ? ତାଙ୍କର ହଠାତ୍ ମଣ୍ଡପ ଭିତରେ ଭୀଷଣ ଗଣ୍ଡଗୋଳ ଓ ମାଡ଼ ଫୌଜଦାରୀ ଲାଗିବାରୁ ବକ୍ତୃତା ବନ୍ଦ ହୋଇଗଲା। ହା ହା କ'ଣ ହେଲା ବସିପଡ଼ ପୁଲିସ ପାଟିରେ ଛତା ବାଡ଼ି ଲଢ଼େଇର ଠକ୍ ଠକ୍ ଶବ୍ଦର କାନ ଅତଡ଼ା ପଡ଼ିଲା। ଯାହା ହେଉ ଖାଉଡ଼େ ପୁଲିସ ଆସି ଆଉ ଥୋଡ଼ାଏ ଠକ୍ ଠାକ୍ ଶବ୍ଦ କରି ସବୁ ଥୟ କରିଦେଲେ। ବୁଝ କଥା କ'ଣ କି, ଅଧିକାଂଶ ଲୋକ ତ ବକ୍ତୃତା ସରିଲେ ତୀରମରା ଖେଳ ହେବ ବୋଲି ଜମିଥିଲେ। ତା ଭିତରେ କେମ୍ପାସତିଆ ବି ଥିଲା। ସେ ଅବଶ୍ୟ ତୀରମରା ଖେଳ ପାଇଁ ଆସିନଥିଲା। ସେ ତା ଭାଇର ଚିତ୍ର ପ୍ରଦର୍ଶନୀ କରିଥିବାକୁ ଜାଣିଥିଲା। ତାର ଅସଲ ଉଦ୍ଦେଶ୍ୟ ସେ ଚିତ୍ରକୁ କିଏ କ'ଣ ପ୍ରଶଂସା କରିବ ତା ଶୁଣି ତା ଭାଇକୁ ଯାଇ ଅତୁରରେ କହି ପକାଇବ। ସେଇଥିଲାଗି ସେଠାକୁ ଯାଇଥିଲା। ପ୍ରଧାନମନ୍ତ୍ରୀ ଯେତେବେଳେ ଜଣେ ଚିତ୍ରକର $2000 ଚିକାଗୋ ପ୍ରଦର୍ଶନୀରୁ ପାଇଅଛନ୍ତି ବୋଲି କହିଲେ, ସେତେବେଳେ ସତିଆର ମନ କୁଣ୍ଢେ ମୋଟ ହୋଇଗଲା। ଟିକିଏ ସିଧା ହୋଇପଡ଼ି ଆଖି ଦିଟା ମେଲେଇ ଦେଇ ଆଗ୍ରହରେ ତା ପାଖରେ ବସିଥିବା ତାଙ୍କ ସାହିର ଘନିଆକୁ କହି ପକାଇଲା, ତୁମେ ଜାଣିନ କି ସେ ଭାଇ ପରା ମୋରି ଭାଇ ରମେଶ ଚନ୍ଦ୍ର ଦାସ। ଭାରି ବଢ଼ିଆ ଚିତ୍ର ଆଙ୍କନ୍ତି। ଗୋଟିଏ କେମ୍ପା ପକ୍ଷରେ ଏଡ଼େ ଆସ୍ପର୍ଦ୍ଧାର ସହିତ ଏତେ ବଡ଼ ମିଛ କଥାଟେ କହିବା ଚଷାସାହିର ବେଙ୍ଗ ଦେହରେ ଗଲା ନାହିଁ। ସମ୍ଭାଳି ନପାରି ସେ କହିଦେଲା, ଯାବେ ଶଳା, କେଡ଼େ ଡହରିଆଙ୍ଗା କଥା କହି ପକଉଛୁ ବେ। ତୋ ଚେହେରା ଆଡ଼ୁ ଜଣାପଡ଼ୁଛି ସେ ତୋ ଭାଇ। ସତିଆ ଏମାନେ ସହେ କିପରି ସାଙ୍ଗେ କାଟ ପାଣି ଲଗେଇଦେଲା। ଆବେ ତୁ କିଏ ବେ? ତତେ କ'ଣ ମୁଁ କହୁଛି? କେମ୍ପାଟାଏ ବେଙ୍ଗ ଭଳି ଜଣେ କୁଲ ସହରର ଥରେଇ ଦେଲା ଭଳିଆ ଗୁଣ୍ଡାକୁ ପୁଣି ଉତ୍ତର ଦେବ? ଏଡ଼େ ବହପତାର? ବେଙ୍ଗ ଦାନ୍ତ ରଟମଟ କରି କହିଲା, ଦିହରେ ଲାଗି ଯାଉଛି। ଯା ବେ, କ'ଣ କରିବୁ କର। ଏତିକିରେ ହେଲେ ବନ୍ଦ ଥାନ୍ତା। ମଝି ଆଙ୍ଗୁଠିଟାକୁ ବଙ୍କେଇ କରି ସତିଆ ଗାଲରେ ମାଡ଼ିଦେଲା। ସତିଆ ସବୁ ଶୁଣୁଥିଲା। କଥାଟା ଯେତେବେଳେ ମୁହଁରୁ ବଢ଼ି ହାତକୁ ଗଲା, ସେ ଆଉ ସମ୍ଭାଳିଥାନ୍ତା କିପରି? ସେ କହିଲା, ଆବେ କ'ଣ କଥା କହୁ ହାତ ଲଗେଇ ଦେଉଛୁ? ବେଙ୍ଗ ଟିକିଏ ଗମ୍ଭୀର ହୋଇ ଘନିଆ ପ୍ରତି ତାଚ୍ଛଲ୍ୟ ଦୃଷ୍ଟି ପକାଇ କହିଲା, ହୋ, ମୁଁ ଶଳା ତ ମହାବେଧୁଆ, ଆଉ ତୁ ଶଳା କ'ଣ ବେଧୁଆନ୍ତି ମତେ ଦେଖାଉଛୁ ବେ? ଶଳାକୁ ଦେବି ଏକ ପଟକଣ ଯେ ଥଣ୍ଡା ହେଇଯିବୁ। ଭାରି ପଟକଣ ଦେଲା ବାଲା। ଆମ ହାତରେ ଆଉ ବେଙ୍ଗ ବନ୍ଧା ହେଇଛି? ଦେଖିବୁ ଶଳା, ମାଇଲୁ ଶଳା ଦେଖିବୁ। ଚଷା ସାହି ଆଉ ଘନିଆଙ୍କ ସାହିବାଲାଙ୍କ ଭିତରେ ଆଗରୁ ତ ଅହିନକୂଳ ସମ୍ମତି ଥିଲା। ସେଇଠି ହୋଇଗଲା ପରଖାପରଖି। ବାରୁଦ ଗଦାରେ ଜାଣ ସତିଆ ଘଟଣାଟି ନିଆଁ ଗେଞ୍ଜିଲା। ଠିକ୍ ଯେମିତି ପ୍ରଥମ ମହାଯୁଦ୍ଧ ହୋଇଥିଲା। ତାପରେ ତ ଆସିଲେ ପୁଲିସ। ଭାଗ୍ୟ ସତିଆ ପାଖରୁ ସେଠାରୁ ଖସି ଯାଇଥିଲା। ଅବଧାନଙ୍କ ଆବିର୍ଭାବରେ ଯେପରି ଚାଟଶାଳୀ ଛୁଆଙ୍କ ଗଣ୍ଡଗୋଳ ଦବିଯାଏ, ସେହିପରି ପୁଲିସଙ୍କ ଆବିର୍ଭାବରେ ଗଣ୍ଡଗୋଳ ଦବିଗଲା। ତାପରେ ପ୍ରଧାନମନ୍ତ୍ରୀ ପୁଣି ବକ୍ତୃତା ଦେବା ଆରମ୍ଭ କଲେ। ଆପଣମାନଙ୍କ ପରି କଳାପ୍ରିୟ ଭଦ୍ରଲୋକମାନଙ୍କୁ ଶାନ୍ତି ଶୃଙ୍ଖଳା ଶିଖାଇବାକୁ ଯଦି ପୁଲିସ ଦରକାର ହୁଏ, ତେବେ ଏଇଟା ଆମ୍ଭମାନଙ୍କର ଦୁର୍ଭାଗ୍ୟର ବିଷୟ ବୋଲି ଜାଣିବାକୁ ହେବ। ଶୃଙ୍ଖଳା ବିନା କୌଣସି ଜାତି ଅଗ୍ରସର ହୋଇପାରେ ନାହିଁ। ସବୁ ବିଷୟରେ ଆମ୍ଭମାନଙ୍କର ଉପଯୁକ୍ତ ସଂଯମ ମଧ୍ୟ ଦରକାର। ଭାବନ୍ତୁ ତ, ଏ ଘଟଣା ଦେଖି ଆମ ଉପରେ ଆମ ପଡ଼ୋଶୀମାନଙ୍କର ମତ କି ପ୍ରକାରର ହେବ? ଏସବୁ ବିଷୟ ନିତାନ୍ତ ଛୋଟ ହେଲେ ଆମ୍ଭମାନଙ୍କୁ ଏସବୁ ଛୋଟ ବିଷୟରେ ବିଶେଷ ସତର୍କ ରହିବା ଉଚିତ। କାରଣ ଏହିସବୁ ଛୋଟ ଜିନିଷ ଅନ୍ୟମାନଙ୍କ ମନରେ ଗୋଟିଏ ନିର୍ଦ୍ଦିଷ୍ଟ ଧାରଣା କରିଦିଏ। ଛାଡ଼ନ୍ତୁ ସେ କଥା। ମୁଁ କ'ଣ କହୁଥିଲି କି, ହଁ, ସେହି ଚିତ୍ରକରଙ୍କ ନାମ ହେଉଛି ରମେଶ ଚନ୍ଦ୍ର ଦାସ। ଭାଗ୍ୟବଳରୁ ଆଜି ମୁଷ୍ଟିମେୟ କେତେଜଣ ତାଙ୍କ ନାମ ଜାଣିପାରିଅଛନ୍ତି। ଆପଣମାନେ ବିଶ୍ୱାସ କରିପାରିବେନି ଯେ ଏହିପରି ଆହୁରି ଶହ ଶହ ରମେଶ ଚନ୍ଦ୍ର ଦାସ ବନଫୁଲ ପରି ଅଜଣା ଅଶୁଣା ହୋଇ ରହିଯାଇଛନ୍ତି। ଏହି ବନଫୁଲମାନଙ୍କର ସଂଗ୍ରହର ଭାର ଆପଣମାନଙ୍କ ଉପରେ। ଏହି ଫୁଲମାନଙ୍କରେ ମାଳ ତିଆରି କରି ଆପଣମାନେ ଉତ୍କଳ ମାତାର ଗଳାରେ ଲମ୍ବାଇ ଦିଅନ୍ତୁ। ପଡ଼ୋଶୀମାନଙ୍କୁ ଦେଖାଇ ଦିଅନ୍ତୁ ଯେ କୌଣସି ବିଷୟରେ ଉତ୍କଳ ମାତା ତାର ଭଗିନୀମାନଙ୍କ ଠାରୁ ନ୍ୟୁନ ନୁହେଁ।
ଆମମାନଙ୍କର ଗନ୍ତାଘରେ ପ୍ରଚୁର ବନ୍ୟ ଓ ଖଣିଜ ସମ୍ପଦ ଅଛି। ଶକ୍ତି ଉତ୍ପାଦନ କରିବା ପାଇଁ ବିଶାଳ ଜଳସ୍ରୋତମାନ ଅଛି। କେବଳ ଆମରି ମା ତାର ପୁତୁରାମାନଙ୍କ ପ୍ରତି ସବୁଠାରୁ ବେଶୀ ଉଦାର। ଏପରି ମାର ଆମ୍ଭେମାନେ ଯେ ଉପଯୁକ୍ତ ସନ୍ତାନ ତାହା ଆପଣମାନଙ୍କୁ ପ୍ରମାଣ କରିବାକୁ ପଡ଼ିବ। ଆମର ଅତୀତ ଅତି ଗୌରବମୟ ଥିଲା। ଆମର ଭବିଷ୍ୟତ ନିଃସନ୍ଦେହ ଗୌରବମୟ। ଅତୀତରୁ ଶିଖି ଓ ଭବିଷ୍ୟତକୁ ଭାବି ଆମ୍ଭମାନଙ୍କର ବର୍ତ୍ତମାନକୁ ଗଢ଼ି ଉଠିବା ଉଚିତ। ଖାଲି ଅତୀତକୁ ଚାହିଁ ଶୋଇ ରହିଲେ ଚଳିବ ନାହିଁ। ମହାଭାରତୀୟ ରଙ୍ଗମଞ୍ଚରେ ଆପଣମାନେ ଯେପରି କୃତିତ୍ୱର ସହିତ ଅଭିନୟ ଦେଖାଇ ପାରିବେ, ସେଥିଲାଗି ପ୍ରାଣପଣେ ଲାଗି ପଡ଼ନ୍ତୁ। ବକ୍ତୃତା ସାରି ପ୍ରଧାନମନ୍ତ୍ରୀ ବସି ପଡ଼ିଲେ। ତାଳି ଉପରେ ତାଳି କମ୍ପିଗଲା। ପାଟି ଓ ଗଣ୍ଡଗୋଳ ବନ୍ଦ ହଉ ହଉ କିଛି ସମୟ ଚାଲିଗଲା। ଏସବୁ ବିଶୃଙ୍ଖଳା ଦେଖି ପ୍ରଧାନମନ୍ତ୍ରୀ ଟିକେ ବିରକ୍ତ ହୋଇଗଲା ପରି ଜଣାପଡ଼ିଲେ। ତାପରେ ଗୋଟିଏ ଗୀତ ବୋଲାଯାଇ ସଭା ଭାଙ୍ଗିଲା। ପ୍ରଧାନମନ୍ତ୍ରୀ ଉଦ୍ୟୋକ୍ତାମାନଙ୍କ ଗହଣରେ ଯାଇ ପ୍ରଦର୍ଶନୀ ଉଦ୍ଘାଟନ କଲେ। ଚିତ୍ରଗୁଡ଼ିକୁ ଗୋଟି ଗୋଟି କରି ଦେଖିବାକୁ ଲାଗିଲେ। ପ୍ରଧାନମନ୍ତ୍ରୀଙ୍କର 12ଟା ସଙ୍କଟଟାଣ ସମିତି ବକ୍ତୃତା ଦେବାରେ ଥାଏ। ଘଣ୍ଟାକୁ ଚାହିଁ ଦେଖିଲେ 12ଟା ବାଜିବାକୁ 2 ମିନିଟ୍। ତରତର ହୋଇ ଖାଲି ଚିତ୍ରମାନଙ୍କ ଉପରେ ଟିକେ ଆଖି ପକାଇ ଦେଇ ଯାଉଥାନ୍ତି। ପ୍ରଧାନ ଉଦ୍ୟୋକ୍ତା ତାଙ୍କ ପଛେ ପଛେ ନସର ପସର ହୋଇ ଦୌଡ଼ୁଥାନ୍ତି। କେତେବେଳେ ପ୍ରଧାନମନ୍ତ୍ରୀ କ'ଣ ମନ୍ତବ୍ୟ ଦେବେ ବା କ'ଣ ପଚାରିଦେବେ। ପ୍ରଧାନମନ୍ତ୍ରୀଙ୍କର କିଛି ଗୋଟାଏ ତ କହିବାର ଉଚିତ। ଦେଖୁ ଦେଖୁ କହିଲେ, ଚିତ୍ରଗୁଡ଼ିକ ଏତେ ଉପରେ କାହିଁକି ଟାଙ୍ଗିଲେ? ଲୋକମାନଙ୍କର ତନ୍ନ ତନ୍ନ କରି ଦେଖିବାରେ ଅସୁବିଧା ହେବ। ଭଲ କରି ନ ଦେଖିଲେ ବିଚାରକମାନେ ମତ ଦେବେ କିପରି? ପ୍ରଧାନ ଉଦ୍ୟୋକ୍ତା ଆଙ୍ଗୁଠି ମଳି ମଳି ଟିକେ କୁନ୍ଥେଇ କୁନ୍ଥେଇ କହିଲେ, ଆଜ୍ଞା, ମୁଁ ବି ସେଇଆ ଭାବି ଚିତ୍ରଗୁଡ଼ିକୁ ତଳକୁ ଲଗାଇବାକୁ କହିଥିଲି। କର୍ମୀମାନଙ୍କର ବୋଧହୁଏ ମନେ ନାହିଁ। ପ୍ରଧାନମନ୍ତ୍ରୀଙ୍କର କାନରେ ଏ ଉତ୍ତର କ'ଣ ପଶିଲା? ତାଙ୍କ ମନ ସଙ୍କଟତାରଣ ସମିତିରେ କ'ଣ କହିବେ ତା ଭାବିବାରେ ବ୍ୟସ୍ତ। ତାଙ୍କର 2-4 ପଦ କଥା କହିଦେଲେ ଗଲା। କିଛି ସମୟ ବାଦ ଗୋଟିଏ ଜାଗାରେ ଠିଆ ହୋଇଯାଇ କହିଲେ, ଚିତ୍ରଗୁଡ଼ିକ ଏତେ ତଳେ କାହିଁକି ଲଗାଇଲେ? ଲୋକମାନେ ହାତ ମାରି ଖରାପ କରିଦେବେ। ପ୍ରଧାନ ଉଦ୍ୟୋକ୍ତା ବି ସେମିତି ଆଙ୍ଗୁଳି ମଳି ମଳି କହିଲେ, ଆଜ୍ଞା ହଁ, ମୁଁ ବି ସେୟା ଭାବି ଚିତ୍ରଗୁଡ଼ିକ ଉପରେ ଲଗାଇବାକୁ କହିଥିଲି। କର୍ମୀମାନଙ୍କୁ ବୋଧହୁଏ ମନେ ନାହିଁ। ପ୍ରଧାନମନ୍ତ୍ରୀ ଏହିପରି ଚିତ୍ର ସବୁ ଦେଖିସାରି ଚଟାପଟ ମଟରରେ ବସି ଚାଲିଗଲେ। ତା ବାଦ ପ୍ରଦର୍ଶନୀ ଭିତରକୁ ସର୍ବସାଧାରଣଙ୍କୁ ଛାଡ଼ି ଦିଆଗଲା। ଯେମିତି ଖବରଟା ସର୍ବସାଧାରଣଙ୍କ କାନରେ ବାଜିଛି, ଆଉ କି ସମ୍ଭାଳ ପଡ଼େ? ଏକାବେଳେ ପଶିବାକୁ ବସିଲେ। ଲାଗିଲା ଧସ୍ତାଧସ୍ତି, ଠେଲମ ଠେଲା, ପେଲମ ପେଲା। ଫଳରେ ଦୁଆର ଆଗରେ ସଜା ହୋଇଥିବା ତୋରଣଟି ନିଶ୍ଚିହ୍ନ ହୋଇଗଲା କହିଲେ ଚଳେ। ଜଣେ ବାବୁ ଭୟାଲୋକ ଅବଶ୍ୟ ସେହିଠାରେ ପାଟି କରି ବୁଝାଇଲେ, ପ୍ରଧାନମନ୍ତ୍ରୀ ଏତେ ବୁଝେଇଲେ, ସେଥିରୁ ଆପଣମାନେ କ'ଣ ଶିଖିଲେ? ଏଇ କ'ଣ ଶୃଙ୍ଖଳର ଚିହ୍ନ? ଗୋଟିଏ ଧାଡ଼ି ଧରି ଜଣେ ଜଣେ ହୋଇଗଲେ କ'ଣ କ୍ଷତି ବା ହେବ? ପ୍ରଦର୍ଶନୀ ତ ଏଠାରେ ଅନେକ ଦିନ ରହିବ। ଟିକିଏ ଡେରିରେ ଚିତ୍ରଗୁଡ଼ିକ ଦେଖିଲେ କ'ଣ ଯୁଗଯାକ ମୃଗ ହୋଇଯିବ? ଆପଣମାନେ ଯଦି ଏ ସାମାନ୍ୟ ସଂଯୋଗଟି ଦେଖାଇ ନ ପାରିବେ, ତେବେ ଦେଶ ଆପଣମାନଙ୍କଠାରୁ କ'ଣ ବା ଆଶା କରିପାରେ? ଆଉ ମଧ୍ୟ ଏପରି ଠେଲାପେଲା କାହାର କ୍ଷତି ହେଉଛି? ଆପଣମାନଙ୍କର ହିଁ କାମିଜ ଚିରି ଯାଉଛି। ଆଘାତ ପାଉଛନ୍ତି ଆପଣମାନେ। ଶୃଙ୍ଖଳିତ ହୋଇଯାଆନ୍ତୁ, ଦେଖିବେ ଆପଣମାନଙ୍କୁ କେଡ଼େ ସୁବିଧା ହେବ, କେଡ଼େ ଶାନ୍ତିରେ। ହଁ, ଏ କ'ଣ ଏକାବେଳେ ମୋ ଉପରେ? ଭଦ୍ରଲୋକମାନେ କ'ଣ ଏମିତି ହୁଅନ୍ତି? ଗୋଳମାଳରେ ଏ ପାଟି ବି କୁଆଡ଼େ ମିଳେଇଗଲା। ଠିକ୍ ପାଣିରେ ଲୁଣ ଗୋଳେଇ ଦେଲେ ଯେମିତି ମିଳେଇଯାଏ। ସେ ବାବୁର ଧୈର୍ଯ୍ୟକୁ କିନ୍ତୁ ଧନ୍ୟ କହିବାକୁ ହେବ। ଆଉ କିଏ ହୋଇଥିଲେ ଆଗରୁ ବାଟ କାଟି ନିରାପଦ ଜାଗାରେ ଆଶ୍ରୟ ନେଇଥାନ୍ତେ, କିନ୍ତୁ ସେ ନିଜ ଉପରେ ଜନତା ମାଡ଼ିଯିବାର ବି ବକ୍ତୃତା ଦେଲେ। ଗହଳ ଭିତରୁ ଜଣେ ଅଧେ ବି କହି ଦେଉଥାନ୍ତି, ଆରେ ରଖ ହୋ, ଏତେ ଭଟର ହେଉଛ। ତେବେ ବିଧାତାଙ୍କର ସେତିକି ଭ୍ରୂକ୍ଷେପ ନଥାଏ। ଏମିତିଆ ଲୋକଙ୍କୁ ସିନା ଧୈର୍ଯ୍ୟଧାରୀ କହନ୍ତି। ଏ ତ ଗଲା ବାହାର ଗଣ୍ଡଗୋଳ। ପ୍ରଦର୍ଶନୀ ଭିତରେ ଆଉ କେଉଁ ରକ୍ଷା ଅଛି? ବକ୍ତୃତା ଦେଲାବେଳେ ବାବୁ କିନ୍ତୁ ନଛଡ଼ ବନ୍ଧା। ସେଇ ଧସ୍ତାଧସ୍ତିରେ ଚିରି ଯାଇଥିବା ପୋଷାକରେ ସୁଦ୍ଧା ଭିତରେ ବୁଲି ବୁଲି ଆକୁ ପଦେ ତାକୁ ପଦେ କହୁଥାନ୍ତି। ଚିନାବାଦାମ ପଦାରେ ଖାଇଲେ କ'ଣ ଚଳିବ ନାହିଁ? ଏ ଚିନାବାଦାମ ଚୋପାଗୁଡ଼ିକ ଯେ ଏଠାରେ ପକାଉଛ, ଏଠି ଜାଗା ଟିକେ ଅଳିଆ ଭର୍ତ୍ତି ହେଉଛି ସିନା, ଗୋଟିଏ ସୁନ୍ଦର ଜାଗାକୁ ଅସୁନ୍ଦର କରିବାକୁ ହାତ ଯାଏ କିପରି? ଆପଣମାନଙ୍କର ପଇସାରେ ଏ ଜାଗା ସଜା ହୋଇଛି, ଆପଣମାନେ ଦେଖିବେ ବୋଲି। ଆପଣମାନେ ଯଦି ଅଳିଆ କରି ପକାନ୍ତି, ତାହାର କ୍ଷତି ହେବ। କାହାର କ୍ଷତି ହେବ? ଇସ୍, ପାନଛେପ କ'ଣ ପକାଇବ ଏଇ ଜାଗାରେ? ଖାଇ ବସିବା ଜାଗାରେ ହଗିବା କ'ଣ ଠିକ୍? ଏ ଜାଗାଟା ଅସୁନ୍ଦର ଓ ଅସ୍ୱାସ୍ଥ୍ୟକର ହେଲେ କାହାର କ୍ଷତି ହେବ? ଏ ଜାଗା କ'ଣ ଆପଣଙ୍କର ନୁହେଁ? ଆଚ୍ଛା, ଏ ପୋଡ଼ା ସିଗାରେଟଟା କ'ଣ ଏଇଠି ପକାଇବା ଉଚିତ? ଏ ସିଗାରେଟ ପୋଡ଼ାରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ିଯିବାର କ'ଣ ଆପଣ ଜାଣିନାହାନ୍ତି? ନିହାତି ଯଦି ପକାଇଲେ ତାହେଲେ ଲିଭାଇ ଦେଲେ ନାହିଁ କାହିଁକି? ଗୋଡ଼ରେ ଟିକିଏ ଦଳି ଦେଇଥିଲେ ତ ହେଇଯାଇଥାନ୍ତା।
ଓଃ, ଏଇଟା ପାଟିତୁଣ୍ଡ କାହିଁକି କରୁଅଛ? ପାଟିତୁଣ୍ଡ ନ କଲେ କ'ଣ ଚିତ୍ର ହୁଏ ନାହିଁ? ଚିତ୍ର ଦେଖିସାରି ବାହାରକୁ ଯାଇ ପାଟିତୁଣ୍ଡ କରୁଥାଅ। ଅନ୍ୟମାନଙ୍କ ସୁବିଧା ଅସୁବିଧା ପ୍ରତି ଦୃଷ୍ଟି ଦେବା ଉଚିତ। ବିଚରା ବାବୁଟିର ପାଟି କରି କରି ପାଟିରୁ ବଚ ବାହାରି ପଡ଼ିଲାଣି। ଦେଖଣାହାରିଏ ବିରକ୍ତ ହୋଇଗଲେଣି ଶୁଣି ଶୁଣି। ବାବୁଟି କିନ୍ତୁ କହି କହି ସେମିତି ଯେମିତି ତାଙ୍କ କାମ ସେ କରୁଥାନ୍ତି। ଗାଳି ଦେଲେ କେତେ, ପ୍ରଶଂସା କଲେ କେତେ। ପହିଲି ଦଳଙ୍କ ଚାଲିଯିବା ପରେ ଅବଶ୍ୟ ପାଟି ଟିକିଏ କମ୍ ହେଲା। କିଛି ସମୟ ବାଦ ଦଳେ କଲେଜ ଛାତ୍ର ଆସିଲେ। ଦଳକ ଯାକ ପ୍ରତ୍ୟେକ ଚିତ୍ର ପାଖରେ ଠିଆ ହୋଇ ମନ୍ତବ୍ୟ ପ୍ରକାଶ କରୁଥାନ୍ତି। ମନ୍ତବ୍ୟ ପ୍ରକାଶ ମାତ୍ରା ବଢ଼ିଗଲା। ଉର୍ବଶୀ ଚିତ୍ର ପାଖରେ ପାଖରେ ଆଉ କିଏ ଦେଖୁଥିବ, ଏକଥା ସେମାନେ ଏକାବେଳେ ଭୁଲି ଯାଇଥିବା ପରି ଜଣାଯାଉଥାଏ। ଜଣେ କହିଲେ, ଆହା, ଚିତ୍ରକର କି ପ୍ରାଣମତାଣିଆ ଚିତ୍ରଟିଏ କରିଛି। ଦେଖି ହୃଦୟ କୋରି ହେଇଯାଉଛି। ଆଖି ଦିଓଟି ଠିକ୍ ଆମ ଶ୍ରେଣୀର ଶୋଭନା ଆଖି ପରି ହେଇଛି। ହେଲେ ତଫାତ୍ ନାହିଁ। ତଫାତ୍ ଅଛି। ଶୋଭନାର ଦୁଇ ଆଖି ସହିତ ଆଉ ଦୁଇଟି ଆଖି ମିଳିଗଲେ ସେ ଲାଜକୁଳି ଲତା ପରି ମଉଳିଯାଏ। ଏ କିନ୍ତୁ ଯେମିତି ସେମିତି। କିର୍କାରିଆ ହସରେ ଦଳେ ଦଳେ କହିଲେ, ଠିକ୍ ଠିକ୍ କବିଟାଏ ତ। ଆଉ ଜଣେ ଆଉ ଟିକିଏ ଉତ୍ସାହିତ ହୋଇ କହିଲେ, ଚିତ୍ର କ'ଣ ମସ୍ତ ବଡ଼ ଭୁଲଟାଏ କରିଅଛନ୍ତି। କ'ଣ କ'ଣ? ଉର୍ବଶୀଙ୍କ ବକ୍ଷସ୍ଥଳ ଯଥେଷ୍ଟ ସ୍ଫୀତ ହେବା ପରିବର୍ତ୍ତେ ଜୀର୍ଣ୍ଣ ଜୀର୍ଣ୍ଣ ପାଶ୍ଚାତ୍ୟ ରମଣୀଙ୍କର ବକ୍ଷ ପରି ହୋଇଅଛି। ଯେଉଁ ବକ୍ଷସ୍ଥଳ ସର୍ବଦା ଦେବତାମାନଙ୍କର କରସ୍ପର୍ଶ ସୁଖ ଲାଭ କରିଅଛି, ତାହା ଅତ୍ୟନ୍ତ ଆମ ଶ୍ରେଣୀ ଗୀତାଦେବୀର ବକ୍ଷ ପରି ସ୍ଫୀତ ଓ ଉନ୍ନତ ହେବା ଉଚିତ। କହିପାରିବେ କି ବନ୍ଧୁ, କାହାର କରସ୍ପର୍ଶ ସୁଖ ଲାଭ କରି ଆମ ଶ୍ରେଣୀ ଗୀତାଙ୍କର ବକ୍ଷସ୍ଥଳ ଏପରି ଉନ୍ନତ ଓ ସ୍ଫୀତ ବୋଧ ହୁଏ ଆପଣଙ୍କର? ପୁଣି ହସର ରୋଳ ଉଠିଲା। ଦଳଟା ଯାକ ପାଟି କରି ଉଠିଲେ, ଠିକ୍ କହିଛ ବନ୍ଧୁ, ଠିକ୍ କହିଛ। ଆଉ ଜଣେ ଜଣେ କହିଲେ, ଚିତ୍ରକରଙ୍କର ସୌନ୍ଦର୍ଯ୍ୟ ଜ୍ଞାନ ସୀମାବଦ୍ଧ ଥିଲା ପରି ଜଣାଯାଉଛି। ତା ନ ହୋଇଥିଲେ ସୂକ୍ଷ୍ମ ସୂକ୍ଷ୍ମ ବସ୍ତ୍ର ପିନ୍ଧାଇ କୁଚ ଓ ଜଘନର ସୌନ୍ଦର୍ଯ୍ୟଟା ପଦାକୁ ଫୁଟେଇ ଦେଇ ପାରିଥାନ୍ତେ। ଚିର ସୌନ୍ଦର୍ଯ୍ୟମୟୀ ଉର୍ବଶୀର ପ୍ରତ୍ୟେକ ସ୍ଥାନର ସୌନ୍ଦର୍ଯ୍ୟ ଦେଖାଇବା ଉଚିତ। ପୁଣି ସେଇ ହସ। ହସ ସେର ତ ଦୁଇ ପଇସା ସେଠାରେ। ଦୁଇ ଚାରିଜଣ ଛାତ୍ର ଚିତ୍ରର ବିଭିନ୍ନ ଅଂଶରେ ହାତ ମାରିବାକୁ ଲାଗିଲେ। ଜଣେ ଜଣେ ଯୁବତୀ ବୋଧହୁଏ ବାଳିକା କଲେଜର ଛାତ୍ରୀ ହେବେ, ପାଖରେ ଚିତ୍ର ଦେଖୁଥିଲେ। ସମ୍ମାନ ରଖି ଆଉ ଚିତ୍ର ଦେଖିହେବ ନାହିଁ ବୋଲି ଭାବି ସେଠାରୁ ଖସି ଚାଲିଗଲେ। ବଜାର ବଜାର ହେଉଥିବା ବାବୁଟିଏ ସବୁ ଦେଖୁଥାନ୍ତି ଓ ଶୁଣୁଥାନ୍ତି। ଆଉ ସମ୍ଭାଳି ହୋଇପାରିଲେ ନାହିଁ। ପାଖକୁ ଆସି କହିଲେ, ଯେଉଁମାନେ ଭବିଷ୍ୟତରେ ଦେଶର କର୍ଣ୍ଣଧାର ହେବେ, ସେମାନେ ଯଦି ଏଇ ଦିନୁ ଏଇପରି ଭାବରେ ଚରିତ୍ର ଗଠନ କରନ୍ତି, ତେବେ ସେ ଦେଶର ଅବସ୍ଥା କ'ଣ ହେବ? ଧରନ୍ତୁ ଆପଣଙ୍କର ନିଜ ଭଉଣୀ କିମ୍ବା ସ୍ତ୍ରୀ ଠିଆ ହୋଇଛନ୍ତି। ଯଦି ଅନ୍ୟ କେହି ଲୋକ ଏଠାରେ ଆସି ଏହିପରି ଅଶ୍ଳୀଳ ଆଲୋଚନା କରେ, ତେବେ ଆପଣମାନଙ୍କୁ କିପରି ଲାଗିବ? ଏହି ଅଶ୍ଳୀଳ ଆଲୋଚନାର ସ୍ଥାନ କ'ଣ ଏହି? ଆପଣମାନେ କାହିଁକି ଭାବି ପାରୁନାହାନ୍ତି ଯେ ଏହି ଅଶ୍ଳୀଳ ଆଲୋଚନା ଦ୍ୱାରା ଅନ୍ୟମାନେ କ୍ଷୁବ୍ଧ ହେଉଅଛନ୍ତି? ଆପଣମାନଙ୍କୁ ଲଜ୍ଜା ଆସୁନାହିଁ ଯେ ଦୁଇଟି ଭଦ୍ର ମହିଳା ଆପଣମାନଙ୍କର କଥା ଓ ଚାଲିଚଳନ ଦେଖି ଡରି ଚାଲିଗଲେ? ଆପଣମାନେ ଏହି ପ୍ରକାରାନ୍ତରେ ଆମ ମା' ଭଉଣୀମାନଙ୍କର ଅଗ୍ରଗତିରେ ବାଧା ଦେଉନାହାନ୍ତି କି? କଲେଜର ଛାତ୍ର ସେମାନେ। ଏତେ ଗୁଡ଼ାଏ ନୀତି ଶିକ୍ଷା ସେମାନଙ୍କୁ ଶିଖାଇବାକୁ ଇଏ କିଏ? ଜଣେ ଭଡ଼ ଭଡ଼ ଉତ୍ତର ଦେଇଦେଲା, ଆଜ୍ଞା, ଆପଣ ଆପଣଙ୍କ ଚଞ୍ଚୁ ବନ୍ଦ କରି ବସନ୍ତୁ। ଏତେ ଆପଣ ଆପଣ ହୁଅନ୍ତୁ ନାହିଁ। ଯେଉଁମାନେ କାଳିଦାସ, ଭଞ୍ଜ, କବିସୂର୍ଯ୍ୟଙ୍କ ସାହିତ୍ୟ ପଢ଼ନ୍ତି, ସେମାନଙ୍କ ପକ୍ଷରେ ଏପରି ଆଲୋଚନା ଅତି ସ୍ୱାଭାବିକ। ଆଉ ଆପଣଙ୍କ ପରି ଅସାହିତ୍ୟିକ, ଅରସିକ, ଅସହିଷ୍ଣୁ, ଅବିବେକୀ, ଅମଣିଷ, ଅସାଧୁ, ଅପଗଣ୍ଡ, ଅକର୍ମୀ, ଅଖାଡ଼ୁଆଙ୍କର ଏହି ଆଲୋଚନାରେ ନାକ ଭର୍ତ୍ତି କରିବା ଅତି ଅଶୋଭନୀୟ। ଅଭିଧାନରୁ ଆପଣଙ୍କର ଅସୁମାଳି ଏତେ ଚଞ୍ଚଳ ଅସ୍ତ ହୋଇଗଲା। ଆପଣ ବୋଧହୁଏ ବିବାହ କରିଅଛନ୍ତି। ତେବେ ଚୌଧୁରୀ ବଜାର ଛକ ଉପରେ ମଧୁଶଯ୍ୟା ରଚନା କରୁନାହାନ୍ତି କାହିଁକି? ଯେଉଁ ବିଷୟ ଯେଉଁଠାରେ ହେବ, ସେଥିରେ ଗୋଟାଏ ତ ସାମାଜିକ ନିୟମ ଅଛି। ଆପଣଙ୍କ ବୟସ ଦୃଷ୍ଟିରୁ ଆପଣଙ୍କୁ କିଛି କହିପାରୁନାହିଁ। ଆଉ କିଏ ହୋଇଥିଲେ ଚଟିରେ ଗାଲ ସେକି ଦେଇଥାନ୍ତା। ଆପଣମାନଙ୍କର ଅନ୍ତତଃ ଏଇ ଟିକକ ହେଲେ ଜ୍ଞାନ ଅଛି। ଏଥିଲାଗି ଆପଣମାନଙ୍କୁ ଅଶେଷ ଧନ୍ୟବାଦ ଦେଉଛି। କଲେଜରେ ପଢ଼ି ଏତେ କହିଲେ ଶିଖିପାରିଅଛନ୍ତି ତ? ଆଉ ବେଶୀ କୁହାକୁହି ହେଲେ ନାହିଁ। ଅବା କ'ଣ ହୋଇଥାନ୍ତେ? ଗଣ୍ଡଗୋଳ ଲାଗିଲେ ବାହାର ଲୋକ କେତେଜଣ ମିଶି ନିଷ୍ପତ୍ତି କରିଦିଅନ୍ତି। ଏଠାରେ ବି ସେଇଆ ହେଲା। ଲୋକେ ଏମିତି ଯାଉଥାନ୍ତି। ଏଠାରେ ବି ସେଇଆ ହେଲା। ଲୋକେ ଏମିତି ଯାଉଥାନ୍ତି ଆସୁଥାନ୍ତି, ଗଣ୍ଡଗୋଳ କରୁଥାନ୍ତି। କିନ୍ତୁ ସେ ବାବୁଟି ସେମିତି ସେଇଠାରେ ଏପାଖ ସେପାଖ ହେଉଥାନ୍ତି। ଉପରେ ପଡ଼ି ୟାକୁ ପଦେ ତାକୁ ପଦେ ବି କହିଦେଉଥାନ୍ତି। ନ କହିଲେ ଯେ ଭାତ ହଜମ ହେବ ନାହିଁ। ଅଭ୍ୟାସ ଯାହାର ଯାହା। କଲେଜ ପିଲା ଯିବା ପରେ କିଛି ସମୟ ପାଟି ବନ୍ଦ ହୋଇଗଲା। ପେଟରେ ବାଇ ରୁନ୍ଧ ହୋଇଗଲା ପରି ଲାଗିଲା।
ଆଡ଼କୁ ସାଡ଼କୁ ଚାହିଁ ଦେଖିଲେ ଜଣେ ଯୁବତୀ ନିର୍ମିମେଷ ନୟନରେ ଗୋଟିଏ ଚିତ୍ର ଆଡ଼କୁ ଚାହିଁ ପ୍ରାୟ ଅଧଘଣ୍ଟା ହେବ ଠିଆ ହେଲେଣି। ଧାଇଁଲେ ସେଠିକି। ସେଠି ଥିଲେ ରେଖା ଦେବୀ। ରେଖା ଦେବୀ କଟକ ସହରର ପ୍ରଦର୍ଶନୀକୁ ନ ଯିବେ ବା କିପରି? ଶ୍ରୀକୃଷ୍ଣଙ୍କ ବଂଶୀ ଯେଉଁ ସ୍ଥାନରେ ବାଜୁଥିବ ରାଧା ସେଠାକୁ ନ ଯିବେ କେମିତି? ରେଖା ଦେବୀ ମଧ୍ୟ ପ୍ରଦର୍ଶନୀ ମନ୍ଦିରକୁ ନିଜ ହାୱା ଗାଡ଼ିରେ ବସିଗଲେ। ପ୍ରଥମେ ପ୍ରାକୃତିକ ଦୃଶ୍ୟର ଚିତ୍ରମାନ ଦୃଷ୍ଟିଗୋଚର ହେଲା। ତାଙ୍କୁ ଜଣାଗଲା ଯେପରି ସବୁଯାକ ଗୋଟିଏ ଛାଞ୍ଚରେ ତିଆରି। ଖାଲି ଟିକେ ଏପାଖ ସେପାଖ, ସବୁ ଚିତ୍ରରେ ଏକ ଜିନିଷ। ଗଛ, ଫୁଲ, ନଈ, ପୋଖରୀ, ହଂସ, ସୂର୍ଯ୍ୟାସ୍ତ, ଡଙ୍ଗା, ପଡ଼ିଆରେ ଚାଷ। କିଛି ଭିତରେ କିଛି ନା କିଛି ପ୍ରତ୍ୟେକ ଚିତ୍ରରେ ଅଛି। ସେ ଭାବିବାକୁ ଲାଗିଲେ ଚିତ୍ରକରମାନଙ୍କର କ'ଣ ଗୋଟିଏ ଆଖି ଅଛି? ତାହା ନହେଲେ ପ୍ରକୃତିର ଗୋଟିଏ କଡ଼ର ଦୃଶ୍ୟ କିପରି ଦେଖୁଅଛନ୍ତି, ଅନ୍ୟ କଡ଼ଟିଏ ଦେଖିପାରୁନାହାନ୍ତି? କାହିଁ କ୍ଷୁଦ୍ର ଶିବାମାନଙ୍କର ଦ୍ୱାରା ବିଦାରିତ ବିକଟ ଶବମାନଙ୍କରେ ପରିପୂର୍ଣ୍ଣ ହୋଇଥିବା ଭୀମକାୟ ଶ୍ମଶାନ ଦୃଶ୍ୟର ଚିତ୍ର କାହିଁ? ଏହା କ'ଣ ପ୍ରକୃତିର ଗୋଟାଏ କଡ଼ର ଦୃଶ୍ୟ ନୁହେଁ? ଖାଲି ଚନ୍ଦ୍ରସୂର୍ଯ୍ୟଙ୍କର ଉଦୟସ୍ତର ଦୃଶ୍ୟ, ଜାକବାଦର ମଧ୍ୟାହ୍ନର ଦୃଶ୍ୟ କାହିଁ? ଖାଲି ଶାନ୍ତ ନୀଳ ଜଳରାଶି ଉପରେ ଭାସୁଥିବା ନବାଚ ଦୃଶ୍ୟ, ବଡ଼ ବାନଳ ଦ୍ୱାରା ବିକ୍ଷୋଭିତ ସାଗର ଉପରେ ପ୍ରପୀଡ଼ିତ ଜାହାଜର ଦୃଶ୍ୟ କାହିଁ? ଏହିପରି ଭାବୁ ଭାବୁ ଅଗ୍ରସର ହେଉଥାନ୍ତି। କେତେ ନାରୀଙ୍କ ଚିତ୍ର ଦୃଷ୍ଟିଗୋଚର ହେଲା। ସେ ଚିତ୍ରରେ ସେତେ ଦୂର ଆକୃଷ୍ଟ ହେଲା ପରି ଜଣାଗଲା ନାହିଁ। କିପରି ହେବ? ସମ ବିଦ୍ୟୁତ୍ ଯେ ପରସ୍ପରକୁ ବିକର୍ଷଣ କରେ। ହଠାତ୍ ଗୋଟିଏ ଚିତ୍ରରେ ଦୃଷ୍ଟି ପଡ଼ିଲା। ଆଉ ଆଗେଇ ପାରିଲେ ନାହିଁ। ସେଇଟାରେ ଠିଆ ହୋଇ ଚାହିଁ ରହିଲେ। ଲେଖା ହୋଇଛି ଆଶା। ଗୋଟାଏ ପ୍ରକାଣ୍ଡ ମରୁଭୂମି। ଗଛ, ପାହାଡ଼, ନଈ ଆଦି ପ୍ରାକୃତିକ ଦୃଶ୍ୟର ଖାଦ୍ୟ ମୋଟେ ନାହିଁ। ଖାଲି ଧୁ ଧୁ ବାଲି, ଚାରିଆଡ଼େ ବାଲି। ବାଲିର ରଙ୍ଗ ଆସ୍ତେ ଆସ୍ତେ ପରିବର୍ତ୍ତନ ହୋଇ ଦୂର ଆକାଶର ନୀଳ ରଙ୍ଗ ହୋଇ ଆସୁଛି। କି ସୁନ୍ଦର ବର୍ଣ୍ଣବିନ୍ୟାସ! ସେହି ନୀଳରଙ୍ଗ ଆସ୍ତେ ଆସ୍ତେ ଢେଉ ପରି ହୋଇଯାଇଛି ଓ ଆଉ ଟିକିଏ ଦୂରକୁ ପରିଷ୍କାର ନୀଳ ଜଳରାଶି ପରି ଦିଶୁଛି। ଅଦ୍ଭୁତ ବର୍ଣ୍ଣ ସଂଯୋଗ ହେତୁ ବହୁ ସମୟ ଧରି ଚାହିଁଲେ ସୁଦ୍ଧା ଚକ୍ଷୁରେ କ୍ଳାନ୍ତି ନାହିଁ। ସେହି ମରୁଭୂମିରେ ଦୌଡ଼ୁଛି ଗୋଟାଏ ତୃଷାର୍ତ୍ତ ହରିଣୀ ସେହି ନୀଳ ଢେଉ ଆଡ଼େ। ଭାବିଛି ସେହି ଜଳରେ ତୃଷ୍ଣା ନିବାରଣ କରିବ। ବାଃ, ଚିତ୍ରକର! ହରିଣୀର ମୁଖରେ ମଧ୍ୟ କ୍ଳାନ୍ତି ଓ ଆର୍ତ୍ତିର ଚିହ୍ନ ଫୁଟି ଉଠିଛି ଓ ତାହାର କବି ମନୋଲୋଭା ଚକ୍ଷୁରେ ଆଶାର ଚିହ୍ନ ପରିଷ୍କାର ପରିସ୍ଫୁଟ। ଆଃ, କି ସୁନ୍ଦର ମୁଗତୃଷ୍ଣାର ଚିତ୍ର! ନିର୍ମିମେଷ ନୟନରେ ତାହାକୁ ଚାହିଁ ଭାବିବାକୁ ଲାଗିଲେ, ଓହୋ, ଆଶାଟା କି ଭୟଙ୍କର ଜିନିଷ! ହରିଣୀଟି ଏହି ଆଶାର ବଶବର୍ତ୍ତୀ ହୋଇ ସିନା ଶେଷରେ ପ୍ରାଣତ୍ୟାଗ କରିବ। ଅଜ୍ଞାନ ପଶୁ କଥା ତ ଛାଡ଼, ଦୁପ୍ତ ମାନବ ମଧ୍ୟ ଅହର୍ନିଶି ଏହି ଆଶାବ ପଛରେ ଗୋଡ଼ାଇଛି। ଏ ସଂସାର ରୂପୀ ମରୁଭୂମିରେ ସୁଖଟା ତ ଠିକ୍ ମୃଗତୃଷ୍ଣା ପରି। ମନୁଷ୍ୟ ତ ଠିକ୍ ହରିଣୀ ପରି ଦୌଡ଼ୁଅଛି ଏହି ସୁଖର ଆଶାରେ। ଏହି ଆଶାର ମୂଳରେ ଅଛି ଜଗତର ସବୁ ଅଶାନ୍ତି ଓ ଦୁଃଖ। ଅଥଚ କି ବିଚିତ୍ର କଥା, ମନୁଷ୍ୟ ଆଶାରେ କେବଳ ବଞ୍ଚି ରହିଛି କହିଲେ ଚଳେ। ବାଲ୍ୟକାଳରେ ଭଲ ଖେଳନିଦୋଳା ସୁଖ ପାଇବା ଆଶା, ଯୌବନରେ ମଧୁର ଦାମ୍ପତ୍ୟ ସୁଖର ଆଶା, ବାର୍ଦ୍ଧକ୍ୟରେ ପାରିବାରିକ ସୁଖର ଆଶା, ମୃତ୍ୟୁ ପର୍ଯ୍ୟନ୍ତ ଆଶା ମନୁଷ୍ୟକୁ ଘେରି ରହିଛି। ତେବେ କ'ଣ ସବୁ ଦୁଃଖ ଓ ଅଶାନ୍ତିର ମୂଳ ଏହି ଆଶାର ବିରାମ ନାହିଁ? ହରିଣୀଟିର ଯଦି ଜ୍ଞାନ ହୁଅନ୍ତା ଯେ ଏହି ଯେଉଁ ନୀଳ ଢେଉ ସବୁ ଜଳରାଶି ପରି ଦିଶୁଅଛି ତାହା ପ୍ରକୃତରେ ଜଳ ନୁହେଁ, ତେବେ ତାହାର ତ ସେଥିପ୍ରତି ଆଉ ଆଶା ହୁଅନ୍ତା ନାହିଁ। ବିଚାରଟି ରକ୍ଷା ପାଇଯାଇଥାନ୍ତା। ମନୁଷ୍ୟ ଯଦି ଏହି ମୃଗତୃଷ୍ଣା ପରି ଦେଖାଯାଉଥିବା ସୁଖ ପ୍ରକୃତ ସୁଖ ନୁହେଁ ବୋଲି ଜାଣିପାରନ୍ତା, ତେବେ ତହିଁରୁ ତାର ଆଶା ଲୋପ ହୁଅନ୍ତା। ପ୍ରକୃତ ଜ୍ଞାନର ଉଦୟରେ ହିଁ ଆଶାର ବିରାମ ହେବ। ଧନ୍ୟ ସେହି ଚିତ୍ରକର, ଏହି ଚିରନ୍ତନ ସତ୍ୟଟି କି ସୁନ୍ଦର ତୁଳି ସାହାଯ୍ୟରେ ଫୁଟାଇ ପାରିଅଛନ୍ତି। ଚିତ୍ରକର କେବଳ ନିପୁଣ ଶିଳ୍ପୀ ନୁହନ୍ତି, ବୋଧହୁଏ ଗୋଟିଏ ବଡ଼ ଦାର୍ଶନିକ ହୋଇଥିବେ। ଏପରି ଭାବନା ସମୁଦ୍ରରେ ଉବୁଟୁବେଇ ହେଉଥିଲା ବେଳେ କିଏ ଜଣେ ପଛରୁ କହିଲା, ଭୁଲରେ ସୁଦ୍ଧା କାହାକୁ ଏ ଚିତ୍ର ଆଡ଼କୁ ଦୃଷ୍ଟି ପକାଇବାର ମୁଁ ଦେଖିନି। ଆପଣଙ୍କୁ କ'ଣ ଭଲ ଲାଗୁଛି ଯେ ଆପଣ ପ୍ରାୟ ଅଧଘଣ୍ଟା ଯାଏ ଏ ଚିତ୍ର ପାଖରେ ଠିଆ ହେଲେଣି? ସେ ବଜର ବଜର ବାବୁ ତା ପେଟ ଭିଡ଼େଇ ଦେଇଥିଲା ନା? ରେଖାଦେବୀ ଚମକି ପଡ଼ି ସେ ବାବୁଙ୍କ ମୁହଁକୁ ବାଲୁ ବାଲୁ କରି ଚାହିଁଲେ। କଥାଟା ଗ୍ରହଣ କରିପାରି ନାହାନ୍ତି ଭାବି ବାବୁଟି ଆଉ ଥରେ କହିଲେ, ପ୍ରକୃତରେ କ'ଣ ଆପଣଙ୍କୁ ଚିତ୍ରଟି ଭଲ ଲାଗୁଛି ନା ଆଉ ଅନ୍ୟ କୌଣସି ବିଷୟରେ ଭାବୁଥିଲେ? ନା, ଚିତ୍ରଟି ବାସ୍ତବିକ ମୋତେ ଖୁବ୍ ଭଲ ଲାଗୁଛି ଓ ଏହି ଚିତ୍ର ବିଷୟ କେବଳ ଭାବୁଥିଲି। ଚିତ୍ରଟି କାହିଁକି ଭଲ ଲାଗୁଛି ପଚାରିପାରେ କି? ଅତି ସାଧାରଣ ଭାବରେ ଗୋଟାଏ ଅତି ବଡ଼ ଭାବର ପ୍ରକାଶ ପାଇଛି। ବର୍ଣ୍ଣ ବିନ୍ୟାସ ଅତି ଚମତ୍କାର।
କି ଅଦ୍ଭୁତ କୌଶଳରେ ଚିତ୍ରକର ବର୍ଣ୍ଣ ସଂଯୋଗ କରିଅଛନ୍ତି ଯେ ବହୁକ୍ଷଣ ଧରି ଚାହିଁଲେ ସୁଦ୍ଧା ଚକ୍ଷୁରେ ଟିକିଏ ହେଲେ ଅବସାଦ ଆସୁନାହିଁ। ଚିତ୍ରକର ନିଶ୍ଚୟ ଜଣେ ଅସାଧାରଣ ଶିଳ୍ପୀ ହୋଇଥିବେ। ଗୁଣୀ ସିନେ ଗୁଣ ବୁଝେ, ଅନ୍ୟ କାହାକୁ ଏହି ଚିତ୍ର ଆଡ଼େ ଭଲ କରି ଚାହିଁବାର ଦେଖିନି। ଏ ଚିତ୍ର ଏଠାରେ ପ୍ରଦର୍ଶିତ ହେବା ଚିତ୍ରକରଙ୍କର ଏକ ପ୍ରକାର ଦୁର୍ଭାଗ୍ୟ କହିଲେ ଚଳେ। ଚିତ୍ରକର କିଏ? କାହିଁ ନାମଧାମ ତ ଦିଆଯାଇ ନାହିଁ। ସେ ବାବୁ ବି ଚିତ୍ରକରର ନାଁ ଜାଣିନଥିଲେ। ଯାହା ହଉ, ଚିତ୍ର ନମ୍ବର ଓ ତାଲିକା ଖାତା ଦେଖି ଟିକେ ଆଶ୍ଚର୍ଯ୍ୟ ହେଲା ପରି ଜଣାଗଲେ। ଟିକେ ସନ୍ଦିଗ୍ଧ ଭାବରେ କହିଲେ, ଚିତ୍ରକରଙ୍କର ନାମ ରମେଶ ଚନ୍ଦ୍ର ଦାସ। ତେବେ ଚିକାଗୋ ଆନ୍ତର୍ଜାତିକ ଶିଳ୍ପକଳା ପ୍ରଦର୍ଶନୀରେ ପୁରସ୍କୃତ ହୋଇଥିବା ବ୍ୟକ୍ତି ଏହି ରମେଶ ଚନ୍ଦ୍ର ଦାସ ବୋଧହୁଏ, ନହେଲେ ଏପରି ଚିତ୍ର କରନ୍ତା କିଏ? ଏହାଙ୍କ ବିଷୟରେ ପ୍ରଧାନମନ୍ତ୍ରୀ ଏହି କ୍ଷଣ କହୁଥିଲେ। ଆପଣ ବୋଧହୁଏ ଶୁଣିଥିବେ? ନା, ମୁଁ ଆସିଲା ବେଳକୁ ପ୍ରଧାନମନ୍ତ୍ରୀ ଚାଲିଯାଇଥିଲେ। ଖବର କାଗଜରେ ବାହାରି ପଡ଼ିଥିଲା, ପଢ଼ିଥିବେ। ନା, ମୁଁ ତ ନିୟମିତ ଭାବରେ ପତ୍ରିକା ପଢ଼େ, କାହିଁ ସେଥିରେ ଦେଖିନି। ଆମ ଓଡ଼ିଆ ଖବରକାଗଜ ପଢ଼ିନ? ନା, ମୁଁ ସେ ପତ୍ରିକାଟି ପଢ଼େ। ବେଶୀ ବେଶୀ ଖବର ଥାଏ। ଆଉ ବି ଆମ ଓଡ଼ିଆ ଖବରକାଗଜ ତ ଯେମିତି ଥିଲା ସେମିତି ଅଛି। ଉନ୍ନତିର କୌଣସି ସୂଚନା ନାହିଁ। ଫର୍ଦ୍ଦେ ଫର୍ଦ୍ଦେ କାଗଜ, ସେଥିରୁ ଅଧେ ତ ବିଜ୍ଞାପନ। ଚିତ୍ର ତ ଖଣ୍ଡିଏ ନାହିଁ। ଆଜିକାଲି ବଡ଼ ବଡ଼ ଇଂରାଜୀ କାଗଜ ଦେଖିବେ, କିଛି ନା କିଛି ବ୍ୟଙ୍ଗଚିତ୍ର ନିଶ୍ଚୟ ଥିବ। କାରଣ ବ୍ୟଙ୍ଗଚିତ୍ର ଗ୍ରାହକମାନଙ୍କୁ ଆମୋଦ ଯୋଗାଏ। ଆମ ଓଡ଼ିଶାର ସବୁଠାରୁ ବଡ଼ କାଗଜର ଅବସ୍ଥା ଦେଖନ୍ତୁ। କଳେବର ଯେମିତି ସେମିତି। ଯେଉଁ ପୃଷ୍ଠା ବେଶୀ ଦୃଷ୍ଟି ଆକର୍ଷଣ କରେ, ସେଠି କେବଳ ବିଜ୍ଞାପନ। ବଡ଼ ବଡ଼ ଘଟଣାର ଚିତ୍ର ଓ ବ୍ୟଙ୍ଗଚିତ୍ର ନାସ୍ତି। ରବିବାରର ବିଶେଷ ସଂଖ୍ୟା ତ କାଦ ହୋଇଗଲା। ଓଲଟା ସପ୍ତାହରେ ଥରେ ବନ୍ଦ। ସତେ ଯେପରି ପୃଥିବୀରେ ସେଦିନ କୌଣସି ଗୁରୁତ୍ୱପୂର୍ଣ୍ଣ ଖବର ହେବ ନାହିଁ। ମୁଁ ସେଥିଲାଗି ଇଂରାଜୀ ଖବରକାଗଜ ପଢ଼େ। ଇଂରାଜୀ କାଗଜ ପଢ଼ନ୍ତୁ, କିଏ ମନା କରୁନି। କିନ୍ତୁ ତା ସଙ୍ଗେ ଓଡ଼ିଆ ଖଣ୍ଡିଏ ଖବରକାଗଜ ପଢ଼ନ୍ତୁ। ତାହେଲେ ଆମ ଓଡ଼ିଶାର ସମସ୍ତ ଖବର ଭଲ ଭାବରେ ଜାଣିପାରିବେ। ଆପଣଙ୍କର ଆଉ ଖଣ୍ଡିଏ ଓଡ଼ିଆ ଖବରକାଗଜ କିଣିବାର କ୍ଷମତା ଅଛି, ଅଥଚ ଆପଣ କିଣୁନାହାନ୍ତି। ଆପଣଙ୍କ ପରି ଆହୁରି ଅନେକ ଥିବେ। ଏଥିରେ ଖବରକାଗଜର କାଟତି ବଢ଼ିବ କିପରି? କାଟତି ଆଶାନୁରୂପ ନହେଲେ କାଗଜର କଳେବର ବଢ଼ିବ ବା କିପରି? ଆଉ ମଧ୍ୟ ଇଂରାଜୀ କାଗଜ ପରି ଦାମ ବଢ଼ାଇ ଦେଲେ ଓଡ଼ିଶାର ଦରିଦ୍ର ଜନସାଧାରଣ କିଣିପାରିବେ ତ? ସବୁଆଡ଼କୁ ନଜର ଦେବା ଉଚିତ। ଖାଲି କାଗଜର ଦୋଷ ଦେଲେ ତ ଚଳିବ ନାହିଁ। କଥାଟା ରେଖାଦେବୀଙ୍କ ମୁଣ୍ଡରେ ଟିକିଏ ଗଡ଼ବଡ଼ ସୃଷ୍ଟି କଲା। ଗୋଟାଏ ଦୃଢ଼ ଧାରଣା ସେତେବେଳେ ଦୋହଲିଯାଏ, ସେତେବେଳେ ସବୁଠାରେ ସବୁ ସମୟରେ ଏହିପରି ଗଡ଼ବଡ଼ ସୃଷ୍ଟି ହୋଇଯାଏ। ଅନେକ ଥର ତାହା ବଙ୍ଗଳା, ବସୁମତୀ ଓ ଭାରତବର୍ଷରେ ବାହାରିଛି। ସେ ଚିତ୍ର ଓ ଏହି ଚିତ୍ରର ବର୍ଣ୍ଣବିନ୍ୟାସରେ ମଧ୍ୟ ଅନେକ ସାମଞ୍ଜସ୍ୟ ଅଛି। ସେତେବେଳେ ମୁଁ ଭାବୁଥିଲି ଚିତ୍ରକର କେହି ବଙ୍ଗୀୟ ଲୋକ ହୋଇଥିବେ। କିନ୍ତୁ ବର୍ତ୍ତମାନ ମୋର ଦୃଢ଼ ଧାରଣା ହେଉଛି ଯେ ଏହି ଚିତ୍ରକର ନିଶ୍ଚୟ ସେହି ରମେଶ ଚନ୍ଦ୍ର ଦାସ। ବାସ୍ତବିକ ଚିତ୍ରକରଙ୍କର ବଡ଼ ଦୁର୍ଭାଗ୍ୟ ଯେ ସେ ଜଣେ ଓଡ଼ିଆ। ଠିକ୍ କହିଛନ୍ତି, ଠିକ୍ କହିଛନ୍ତି। ଦେଖନ୍ତୁ ତ, ଖବରକାଗଜରେ ନାଁ ବାହାରିବା ଯାଏ ଆମ୍ଭେମାନେ କେହି ତାଙ୍କ ନାମ ପର୍ଯ୍ୟନ୍ତ ଜାଣିନଥିଲୁ। କିନ୍ତୁ ତାଙ୍କର ପ୍ରତିଭା ଅନ୍ୟ ପ୍ରଦେଶରେ ଢେର ଢେର ଆଗରୁ ବିକଶିତ ହୋଇସାରିଛି। ମରୁଭୂମିରେ ଉଠି ସେ ଗଛ ତ ଏଡ଼େ। ଆଉ ଯଦି ଟିକେ ଉର୍ବର ଜମିରେ ଉଠିଥାନ୍ତା ଓ ଟିକେ ଟିକେ ପାଣି ପାଉଥାନ୍ତା, ତେବେ କେଡ଼େ ବଡ଼ ଗଛ ହୋଇନଥାନ୍ତା। ଚିତ୍ରରୁ ଚିତ୍ରକରଙ୍କର ଆଉ ଗୋଟିଏ ବିଶେଷ ଗୁଣ ଜଣାପଡ଼ୁଛି। ଦେଖନ୍ତୁ, ଅନ୍ୟାନ୍ୟ ଚିତ୍ରମାନଙ୍କରେ ଚିତ୍ରକରମାନେ ଦାମ ବସାଇ ଦେଇଛନ୍ତି। ତାଙ୍କର ନିଜ ଚିତ୍ରର ଦାମ ନିଜେ ସ୍ଥିର କରି ଦେଇଛନ୍ତି। ଚିତ୍ର ଜିନିଷଟାର କିଛି ତେଲ ଲୁଣ ପରି ଦାମ ସ୍ଥିର କରାଯାଏ ନାହିଁ। ସେମାନଙ୍କର ଏ ମନୋବୃତ୍ତ ମୂଳରେ କାଳେ ଦାମ କମ୍ ହୋଇଯିବ, ଏ ଆଶଙ୍କା ପ୍ରଚ୍ଛନ୍ନ ଭାବରେ ରହିଛି। ତାର ଅର୍ଥ ସେମାନଙ୍କର ଦୃଢ଼ ଆତ୍ମବିଶ୍ୱାସ ନାହିଁ ଯେ ଜନସାଧାରଣ କେବେ ହେଁ ସେମାନଙ୍କର ଚିତ୍ରକୁ ଲେଖା ହୋଇଥିବା ଦାମରୁ କମରେ ପସନ୍ଦ କରିବେ ନାହିଁ। କିନ୍ତୁ ୟାଙ୍କର ସେତିକିଟା ଦୃଢ଼ ଆତ୍ମବିଶ୍ୱାସ ଅଛି ବୋଲି ତଳେ ମୂଲ୍ୟଫୁଲ୍ୟ କିଛି ଲେଖିନାହାନ୍ତି। ମୁଣ୍ଡ ବାଳକୁ ଖୋଜି ଖୋଜି ଗୋଟିଏ ଲେଖା ଉଙ୍କୁଣି କାଢ଼ିଲା ପରି ଚିତ୍ର ଭିତରୁ ଖୋଜି ଖୋଜି ଚିତ୍ରକରଙ୍କର ଆହୁରି କେତେ ଗୁଣ ବୋଧହୁଏ ସେ କାଢ଼ିଥାନ୍ତେ। କିନ୍ତୁ ଜଣେ ନିଶୁଆ ହୋଇ ବାବୁ ପାଖରେ ଠିଆ ହୋଇ ସବୁ ଶୁଣିଥିଲେ। ସେ ଗପୁଡ଼ି ବାବୁଙ୍କୁ ପଚାରିଦେଲେ, ଆଚ୍ଛା, ସେ ଚିତ୍ର ଦେଖି କେହି କହିପାରିବେ ଚିତ୍ରକରଙ୍କର ଦେହର ରଙ୍ଗ କେମିତି? ତାଙ୍କ ବାପାଙ୍କ ନାଁ କ'ଣ? କେତେ ବୟସ କେତେ ତାଙ୍କର? କେତେବେଳେ ଉଚ୍ଚ ହେବ? ବିଭା ହେଲେଣି କି? ଏପରି ଅଭଦ୍ର ବ୍ୟବହାର କରିବାର ଦେଖି ରେଖାଦେବୀ ଅନ୍ୟ ଚିତ୍ର ଆଡ଼େ ଅଗ୍ରସର ହେଲେ। ଗପୁଡ଼ି ଓ ନିଶୁଆ ବାବୁଙ୍କର ସେଠାରେ ବେଶ ପଟାଏ ରଦ୍ଦଖଦ ହୋଇଗଲା। ରେଖାଦେବୀ ଚାରିଆଡ଼ ଯାକ ବୁଲି ତନ୍ନ ତନ୍ନ କରି ଚିତ୍ରତକ ଦେଖିଲେ ସତ, କିନ୍ତୁ ଆଶା ଚିତ୍ରଟି ତାଙ୍କ ଆଖି ଆଗରେ ଏଡ଼େ ବଡ଼ ଠିଆ ହୋଇଯାଇଥିଲା ଯେ ସେ ତାର ଆଢ଼ୁଆଳରେ ରହି ଅନ୍ୟ ଚିତ୍ରମାନଙ୍କର ସୌନ୍ଦର୍ଯ୍ୟ ଦେଖିପାରିଲେ ନାହିଁ।
ସେ ସ୍ଥାନରୁ ପ୍ରସ୍ଥାନ କରିବା ସମୟରେ ସେ ଗପୁଡ଼ି ବାବୁଠାରୁ ବୁଝିଗଲେ ଯେ ସେହି ଆଶା ଚିତ୍ର କିଣିବାକୁ ହେଲେ ସେ ରମେଶଚନ୍ଦ୍ର ଦାସଙ୍କ ସାଙ୍ଗରେ କଥାବାର୍ତ୍ତା କରିବା ଉଚିତ। ଚିତ୍ରକରଙ୍କର ଠିକଣା ବି ତାଙ୍କଠାରୁ ବୁଝି ନେଇ ନିଜ ମଟରରେ ଆସି ବସିଲେ। ଚାଳକର କାନମଡ଼ା ଗୋଇଠା ଖାଇ ଗାଡ଼ିଟି ଘୁଁ ଘୁଁ ହୋଇ ଆଗେଇ ଚାଲିଲା। ରେଖାଦେବୀ ବି ମଟର ଭିତରେ ବସି ଆଗେଇ ଗଲେ, କିନ୍ତୁ ତାଙ୍କ ମନଟା ରହିଗଲା ସେହି ଆଶା ଚିତ୍ର ପାଖରେ। ନିଜ ସହିତ ସେହି ଆଶା ଚିତ୍ରର ହରିଣୀକୁ ତୁଳନା କରିବାକୁ ଲାଗିଲେ। ମୁଁ ମଧ୍ୟ କେଉଁ ଅଂଶରେ ହରିଣୀଠାରୁ ଊଣା ନୁହେଁ। ହରିଣୀ ପରି ମଧ୍ୟ ମୁଁ ବି ଏକୁଟିଆ ଦୌଡ଼ୁଛି ମରୁଭୂମି ଭିତର ଦେଇ। ଜୀବନ ସାରା କ'ଣ ଏହିପରି ଦୌଡ଼ୁଥିବି? କେତେ ନିଛାଟିଆ ମରୁଭୂମି! କାହାକୁ ତ ଦେଖୁନାହିଁ। ଯାହା ବକ୍ଷରେ ଦୁଃଖର ଝଞ୍ଜା ବୋହିଲା ବେଳେ ଆଉ ଯେବେଳେ ଟିକିଏ ଆଶ୍ରା ନେବି, ଯାହା କାନରେ ମୋର ହୃଦୟର ସଞ୍ଚିତ ବହୁଦିନର ଅକୁହା କାହାଣୀ କହିବି, ଏହିପରି ବୃଥାରେ ଦୌଡ଼ି ଦୌଡ଼ି କ'ଣ ହରିଣୀର ଦଶା ଭୋଗିବି? ହରିଣୀର ସିନା ଜ୍ଞାନ ନାହିଁ, କିନ୍ତୁ ମୋର ଟିକିଏ ହେଲେ ତ ଜ୍ଞାନ ଅଛି। ଜାଣି ଜାଣି ସୁଦ୍ଧା ମୁଁ ତ ସେହି ସୁଖର ଆଶାରେ ଧାଇଁଛି। ନା, ସେ ଚିତ୍ରଟି ନିଶ୍ଚୟ କିଣିବି। ସେହି ଚିତ୍ରଟି ହିଁ ମୋତେ ଏ ଅବସ୍ଥାରୁ ରକ୍ଷା କରିବ। ଯେତେବେଳେ ମୁଁ ସୁଖର ଆଶାରେ ବିଭୋର ହୋଇପଡ଼ିବି, ସେତିକିବେଳେ ସେହି ଚିତ୍ରଟି ମୋତେ କହିବ ସେହି ସୁଖ ଠିକ୍ ମୃଗତୃଷ୍ଣା ପରି। ଯେତେବେଳେ କେଉଁଠାରେ ସୁଖର ଶ୍ୟାମଳ କୁଞ୍ଜ ଅଛି ବୋଲି ଖୋଜି ବସିବି, ସେତିକିବେଳେ ସେହି ଚିତ୍ର ମୋତେ କହିବ ଏ ସଂସାରଟା ଗୋଟାଏ ବଡ଼ ମରୁଭୂମି। ଶ୍ୟାମଳ କୁଞ୍ଜ ଆସିବ କୁଆଡ଼ୁ? ସେ ଚିତ୍ରଟି ମୋତେ ରଖିବାକୁ ହିଁ ହେବ। ବିରହ ନାଳରେ ଦଗ୍ଧ ହୋଇ ଅପୂର୍ବ ତାଜମହଲ ସୃଷ୍ଟି କରିଥିଲେ ଶାହଜାହାନ, କିନ୍ତୁ ଚିତ୍ରକର ଚିତ୍ର ଜଗତରେ ଏ ତାଜମହଲ ସୃଷ୍ଟି କରିଅଛନ୍ତି କାହିଁକି? ପ୍ରାଣରେ ଉପଯୁକ୍ତ ସ୍ପନ୍ଦନ ନ ଆସିଲେ ଏପରି ଚିତ୍ରର ସୃଷ୍ଟି ତ ଅସମ୍ଭବ। ପ୍ରାଣରେ କି ବ୍ୟଥା ପାଇ ଚିତ୍ରକର ଏପରି ଚିତ୍ର କରିଅଛନ୍ତି? ଚିତ୍ରକରଙ୍କର ହୃଦୟର କୌଣସି ନିଭୃତ କନ୍ଦରରେ ନିଶ୍ଚୟ ବ୍ୟଥା, ନିରାଶା ଲୁକ୍କାୟିତ ଭାବରେ ଥିବ। କଥାବାର୍ତ୍ତା ହେଲାବେଳେ କିଛି ହେଲେ ତା'ର ସଙ୍କେତ ଅବଶ୍ୟ ମିଳିବ। କାଲି ସକାଳୁ ନିଶ୍ଚୟ ରମେଶବାବୁଙ୍କ ଚିତ୍ରଖର୍ତ୍ତି ବିଷୟରେ କଥାବାର୍ତ୍ତା କରିବାକୁ ଯିବି। ସାହି ନାଁଟା ତ ସେ ବାବୁଙ୍କଠାରୁ ଜାଣିଲି। ସେ କିନ୍ତୁ କହିପାରିଲେ ନାହିଁ ତ ସାହି ଭିତରେ ରମେଶବାବୁଙ୍କର ଘର କେଉଁଠାରେ? ତେବେ ଏହିଠାରେ ଶେଷ ହେଲା ଶ୍ରୀ ଫତୁରାନନ୍ଦଙ୍କର ଉପନ୍ୟାସ ନାକଟା ଚିତ୍ରକରର ଏହି ଭାଗ। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକି ଅଂଶଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।